ହଁ ଠିକ ଅଛି। ତ ଆମେ ଦେଖିଥିଲେ କଣ ଆମର ଇରିଗେସନ ସମସ୍ତଙ୍କର ହ୍ୟୁମାନ ଡେଭଲପମେଣ୍ଟକୁ 8ଟା କ୍ୟାଟାଗୋରୀରେ ବିଭକ୍ତ କରିଛନ୍ତି। ସେ 8ଟା କ୍ୟାଟାଗୋରୀ କଣ କଣ ଆମକୁ କହିଲେ ପ୍ରଥମେ 0 ରୁ 18 ମନ୍ଥକୁ ଗୋଟେ କ୍ୟାଟାଗୋରୀରେ ବିଭକ୍ତ କରିଛନ୍ତି। ଯୋଉଟା ଆମେ କହୁଛୁ ଆମେ କଣ ନା ଏନାଟମି ଭର୍ସେସ ଆମର ସେଲ୍। ସିଏ କଣ କରୁଛନ୍ତି ନା ପ୍ରତ୍ୟେକ ଇଏକୁ କଣ କରୁଛନ୍ତି ନା କନଫ୍ଲିକ୍ଟ ମାନେ ସବୁ ସମୟ କଣ ପ୍ରକାର ହେଇ ଠିକ ରୂପେ ଡେଭଲପମେଣ୍ଟ ହେଇଥିବ କୋଉ ପ୍ରକାର ଆକ୍ଟିଭିଟି ଦେଖେଇବ, ଠିକ ରୂପେ ଯଦି ଡେଭଲପମେଣ୍ଟ ହଉନି କୋଉ ପ୍ରକାର କନଫ୍ଲିକ୍ଟ ଆସିବ ସେଇ କଥା ବିଷୟରେ ସେ ପ୍ରକାଶ କରିଛନ୍ତି। ତ ସିଏ ପ୍ରତ୍ୟେକ କ୍ୟାଟାଗୋରୀକୁ ଆମର କ୍ୟାଟାଗୋରୀ ୱାଇଜ୍ କହିପାରିବ ଏଜ୍ ଗ୍ରୁପକୁ ନେଇକି ସେମାନେ କେମିତି କୋଉ ପ୍ରକାର କନଫ୍ଲିକ୍ଟ ହୁଏ, କୋଉ ପ୍ରକାରର ପାପ କ୍ରିଏଟ୍ ହୁଏ, ଆଉ କୋଉ ପ୍ରକାରର ଆକ୍ଟିଭିଟିରେ ସେମାନେ କେମିତି କ୍ରିଏଟ୍ ହୁଏ ତା ଭିତରେ ସେ ଥିଓରି ଆକାରରେ ଆମକୁ ପ୍ରୋଭାଇଡ କରିଛନ୍ତି। କଣ କଣ କରିଛନ୍ତି ସେ ବିଷୟରେ ବର୍ତ୍ତମାନ ଆମେ ପଢିବୁ। ତ ସେ ମଧ୍ୟରେ 0 ରୁ 18 ମନ୍ଥ ଭିତରେ ସେ ଆମର ଦେଖାଯାଇଛି ସମସ୍ତଙ୍କ ଭିତରେ କୋଉ ପ୍ରକାର କନଫ୍ଲିକ୍ଟ ଆସିଛି ନା କନଫ୍ଲିକ୍ଟ କଣ ଆସିଛି ଆମର ଏନାଟମି ଭର୍ସେସ ସେଲ୍ ହେଲା। ଆମର ଏନାଟମି ଭର୍ସେସ ଜିରୋ ରୁ 18 ଠିକ ହଁ ତ ରାଇଟ ରାଇଟ ରାଇଟ। ତ ମୁଁ ଭାବୁଥିଲି ସେଟା ପଢେଇଥିଲି ନା କି ତମର ଯୋଉଟା 0 ରୁ 18 ଯୋଉ କଣ ଅଛି ଆମର ଟ୍ରଷ୍ଟ ଭର୍ସେସ ମିଶ ତ କଣ ହଉଛି ନା ଟ୍ରଷ୍ଟ ଭର୍ସେସ ମିଶ। ହଁ ହଁ ଠିକ କଥା। ମୁଁ କହିଲି ସେ ପଢେଇ ଦେଇଛି ନାଇଁ ଜାଣି ତମର 0 ରୁ 18 ମଧ୍ୟରେ ଟ୍ରଷ୍ଟ ଭର୍ସେସ ମିଷ୍ଟର ଟ୍ରଷ୍ଟ ଭର୍ସେସ ମିଷ୍ଟର କଣ ନା ତା ଭିତରେ ଗୋଟେ ସେଇ ପ୍ରକାର ଆମର କଣ 0 ରୁ 18 ଭିତରେ ଆମର ଗୋଟେ ଟ୍ରଷ୍ଟ କ୍ରିଏଟ୍ ହେଇଥାଏ କଣ ନା ସିଏ କଣ କରିଥିବ ନା ମାଙ୍କ ଉପରେ ନିର୍ଭର କରିବ। ମା କଣ କରିବେ ଯେ ମାଙ୍କ ଉପରେ ଟ୍ରଷ୍ଟ ହେଇଯାଇଥିବ କଣ ନା ସେ କାନ୍ଦିଲେ ମାନେ ମା ତାଙ୍କୁ ଆସିକି କଣ ଖାଦ୍ୟଟା ଦେବେ, କ୍ଷୀରଟା ଦେବେ। ଯଦି ସେ କାନ୍ଦୁଛି ତାହେଲେ ମା ବୁଝିପାରୁଥିବେ କଣ ହଉଛି ମାଙ୍କ ଉପରେ ତାର ପୁରା ଭରସା ଥାଏ। ସେଇ ସମୟରେ ସେ କାହା ସହିତ କଣ୍ଟାକ୍ଟ ଥାଏ କେବଳମାତ୍ର ମାଙ୍କ ସହିତ। ତ ସେଇ ସମୟରେ ଏ ଟ୍ରଷ୍ଟଟା କାହା ଉପରେ ଥାଏ ନା ଆମର ମାଙ୍କ ଉପରେ। ସେଇ ସମୟରେ ତାର ଗୋଟେ ମେନ୍ ଗୁଣ ହଉଛି କଣ ନା ସେ ଡିପେଣ୍ଡେଣ୍ଟ ରହୁଛି କାହା ଉପରେ ନା ମାଙ୍କ ଉପରେ ରହୁଛି ହେଲା। ତ ଫାର୍ଷ୍ଟ ରହୁଛି ଆମର ଟ୍ରଷ୍ଟ ଭର୍ସେସ। ତ ଏଇ ସମୟରେ ତାଙ୍କର ଗୋଟେ ଇଏ ଆସିବ ଆମର କଣ ଆସିବ ନା ଭାର୍ଚୁ ଆସିବ ତାଙ୍କର ଗୋଟେ ଉଦ୍ଦେଶ୍ୟ ସାଧିତ ହବ। ତ ଭାର୍ଚୁ ଟା କଣ ଆସୁଛି ନା ଆମର ହଉ ଆଶା କরি କାହାଙ୍କ ପାଖରେ ନା ସେ ମାଙ୍କ ପାଖରେ ସେତେବେଳେ ଆଶା କରିବେ ହେଲା। ହଉ ତାପରେ ହଉ ପରେ ଆମେ କଣ ହଉଛି ସେ ଆକ୍ଟିଭିଟି କଣ ଦେଖେଇବୁ ତାହେଲେ ଆମର ଜନ୍ମ ପାଖରୁ 1.5 ବର୍ଷ ଭିତରେ ପିଲା କଣ ପ୍ରକାର ଆକ୍ଟିଭିଟି ଦେଖିବ ନା ଫିଡିଂ। ତ ମାଙ୍କ ପାଖରେ ସିଏ କଣ ସେ ଫିଡିଂ ତ ଆକ୍ଟିଭିଟି ଭିତରେ ଏଇଭଳିଆ ତ କ୍ୟାଟାଗୋରୀ କରିବେ। ହଁ ହଁ ତ କଣ କରୁଛି ନା ଫିଡିଂ କରୁଛି। ଫିଡିଂ କଣ ନା ଆମର ଯୋଉ ଫିଡିଂ କହିଲେ ଆମର ସାଧାରଣତଃ ଯୋଉଟା ମାଙ୍କ ପାଖରୁ ଯୋଉ ଫିଡିଂ ପାଇଲେ ଫିଡିଂ ତ ଏଇ ପ୍ରକାର କ୍ୟାଟାଗୋରୀ କଣ କନଫ୍ଲିକ୍ଟ କଣ ଅଛି ଟ୍ରଷ୍ଟ ମିଷ୍ଟର ଆଉ ଭର୍ଚୁ କଣ କୋଉ ପ୍ରକାରର ତା ଭିତରେ ଉଦ୍ଦେଶ୍ୟ ସାଧିତ ହଉଛି ଆଉ କୋଉ ପ୍ରକାର ଆକ୍ଟିଭିଟି ଦେଖୁଛି ସେଇଭଳିଆ କ୍ୟାଟାଗୋରୀ କରେ। ତ ତାପରେ ସେ କୋଉ ପ୍ରକାରର କଣ ହଉଛି ନା କ୍ୟାରେକ୍ଟରିଷ୍ଟିକ ଦେଖୁଛି ତା ଭିତରେ ତମ ବହିରେ ଅଛି କିନ୍ତୁ ଏଇ ଭାର୍ଚୁ ଆକ୍ଟିଭିଟି ଭିତରେ ତମର ନାହିଁ ସେଟା ମୁଁ ଟିକେ ଏକ୍ସଟ୍ରା କରି କହୁଛି ଯାହାଫଳରେ ତମର ପରୀକ୍ଷାରେ ତମକୁ ଏକ୍ସପ୍ଲେନ କରିବା ପାଇଁ ବହୁତ ଇଜି ହବ। ତାପରେ ତ କ୍ୟାରେକ୍ଟର କୋଉ ପ୍ରକାର କ୍ୟାରେକ୍ଟର ତାହେଲେ କ୍ୟାରେକ୍ଟର କଣ ବୁଝିବ ନା ସେ କଣ ତାର ପ୍ରାଇମେରୀ ପର୍ପସ ଟା କଣ ହବ ତାର କଣ ହବ ନା ଆମର ଟ୍ରଷ୍ଟ ଟା ହବ ତାର ପ୍ରାଇମେରୀ ପର୍ପସ ମାନେ ଆମର କଣ ହଉଛି ତ ଆମର ପ୍ରାଇମେରୀ ଆମର ଟ୍ରଷ୍ଟ ଇଜ ପଜିଟିଭ ମାନେ କଣ ସେ ମାଙ୍କ ଉପରେ ଟ୍ରଷ୍ଟ କରିକି କେତେବେଳେ କାନ୍ଦି ପକଉଥିବ ଯଦି ସେ ତାହେଲେ ଜାଣିଛି ସେ ବିଶ୍ୱାସ ଅଛି ତାର କଣ ନା ସିଏ ସେଇ ପ୍ରକାରର ଆକ୍ଟିଭିଟି ଦେଖଉଛି ମାନେ ତା ପାଖକୁ ତା ମା ଆସେ ତାଙ୍କ ମା ଉପରେ ତାଙ୍କର ପୂର୍ଣ୍ଣ ରୂପରେ ତାଙ୍କର ବିଶ୍ୱାସ ଟା ଥାଏ ହେଲା। ଏଇଟା ହଉଛି ଆମର ଟ୍ରଷ୍ଟ ଭର୍ସେସ ମିଷ୍ଟର। ଆଉ ଏଇ ସମୟରେ ସେ କଣ କରିଥାଏ ନା ଆମର ପିଲାଟା ସମ୍ପୂର୍ଣ୍ଣ ରୂପେ ତା ମାଙ୍କ ଉପରେ ନିର୍ଭର କରିଥାଏ। ତାପରେ ଆମର ସେକେଣ୍ଡ ଷ୍ଟେଜକୁ କଣ ଯିବା ନା ଆମର ଯୋଉଟା କହୁଛେ 18 ରୁ 3 ଇୟର୍ସ ହେଲା 18 ମନ୍ଥ ରୁ 3 ଇୟର୍ସ ଯୋଉଟା କି ଆମ ଏଇଟା ମୁଁ କହୁଥିଲି ଯୋଉଟା ଆମର ଏନାଟମି ଭର୍ସେସ ସେଲ୍। ହଁ ଏଇଟା ବି ଆଉ ତମେ କଣ ଏଇ ଯୋଉଟାକୁ ଇନଫାଣ୍ଟ କରିବି କହିଲେ ଇନଫାଣ୍ଟ
এই এজ গ্রুপটাକୁ ଆମେ କଣ କହିବା ନା ଇନଫାଣ୍ଟ ବୋଲି ଏଇଟା ଆମର ଯୋଉଟା 0 ରୁ 18 ମନ୍ଥ ରହୁଛି 12 ବର୍ଷ ନିଷ୍ଠୁର ସେଇ ଗ୍ରୁପଟାକୁ ଆମେ କହିବା ଇନଫାଣ୍ଟ ବୋଲି କୁହାଯାଏ। ତାପରେ ଆସିଲା ଆମର କଣ ହଉଛି ନା ଆମର 18 ମାସରୁ 3 ବର୍ଷ ଭିତରେ ଯୋଉଟାକୁ ଆମର କହିଥାଏ କଣ ନା ଆମର ଯୋଉ ଏଇ ସମୟରେ ସେ କଣ କରିଥାଏ ନା ସିଏ ଏନାଟମି ବର୍ଷ ସେ ଆମେ କଣ କିଛି ଆଶା କରିଥାଏ ଆଉ କଣ କରିଥିବ ନା ଆମର ଆଶା ସହିତ ସେ କଣ କରିଥିବ ଆକ୍ଟିଭିଟି କଣ ଦେଖେଇଥାଏ ନା ଟଏଲେଟ ଟ୍ରେନିଂ ରଖିଦେନି ପିଲା ନିଜେ ନିଜେ ଟଏଲେଟ ରେ କଣ କେମିତି କି ଆମର କଣ ଟଏଲେଟ ଟ୍ରେନିଂ ମାନେ ନିଜେ ହିଁ ଝାଡା ତିଆରି କରି କେମିତି ଯେମିତି କହିଲେ ଶୌଚ ହବାଟା ସେ ସେଇ ହିସାବରେ ହିଁ ଶିଖିବା ଆରମ୍ଭ କରିଥିଲେ ଆମର 1.5 ବର୍ଷରୁ 3 ବର୍ଷ ଭିତରେ ଟଏଲେଟ ଟ୍ରେନିଂ କିନ୍ତାକୁ ଟଏଲେଟ ଟ୍ରେନିଂ ରେ ଦିଆଯାଏ ଏଇଟା କଣ କହିଥିଲେ ଟଏଲେଟ ତ ଏଇ ପିରିୟଡଟାକୁ ଆମର କଣ କୁହାଯାଏ ନା ଆମର ଟଏଲେଟ ଟ୍ରେନିଂ ବୋଲି ଆମର କୁହାଯାଏ। ତ ଟଏଲେଟ ଟ୍ରେନିଂ ଟା ସମୟ କଣ ହେଇଥାଏ ନା ପିଲାକୁ ଟଏଲେଟ ଟ୍ରେନିଂ ବିଷୟରେ ଆମର ଜ୍ଞାନଟା ଆମର ଏଇ 1.5 ବର୍ଷରୁ 3 ବର୍ଷ ଭିତରେ ଦିଆଯାଇଥାଏ ତ ତାର ଆକ୍ଟିଭିଟି ତମକୁ ଯେ କୁହାଯିବ ତା ଆକ୍ଟିଭିଟି ଆସିବ ଟଏଲେଟ ଟ୍ରେନିଂ। ତାପରେ ସେ ହବ୍ ସେ ଭିତରେ କଣ ରଖିବ ଆମର ହବ୍ ହଉଛି ମୁଁ ଭାର୍ଚୁ ବିଷୟରେ ସେ କଣ ରଖିବ ନା ଆମର ୱିଲ୍ ସେ କିଛି ଆଶା କରିବ ଯେ ମତେ ଯୋଉ ପ୍ରକାରର ଆବଶ୍ୟକ ହଉଛି ସେଇ ପ୍ରକାରର ମତେ ମିଳିବ ସେଇ ସମୟ ଦେଖିଥିବ ପିଲା ଯଦି କିଛି ବି ଆଶା କରେ ନା ଯେ ମତେ ଖେଳଣାଟା ଦରକାର ସେଇ ସମୟରେ କଣ କରିଥାଏ ତାକୁ ସେଇ ପ୍ରକାରର ଜିନିଷ ସବୁ ତା ଭିତରକୁ ପ୍ରୋଭାଇଡ କରାଯାଇଥାଏ ତ ତା ଭିତରେ ସେ ଆମର ଭର୍ଚୁଟା କଣ କରିଥାଏ ନା ଆଶା କଣ କରିଥାଏ ଆମର ୱିଲନେସ୍ ତା ଭିତରେ ଆସିଥିବ ଆମର ଇଚ୍ଛା କରିବାଟା ତା ଭିତରେ ସେ ପ୍ରୋଭାଇଡ କରିଥିବ କଣ ହଉଛି ଇଚ୍ଛା ଶକ୍ତିର ବୃଦ୍ଧି କରିଥାଏ ଆଉ ଯାହା ବି ଇଚ୍ଛା କରିଥାଏ ସେଇଟା ତାକୁ ମିଳିବ ବୋଲି ସେ ସେଇ ପ୍ରକାରର ଆଶା ରଖିଥାଏ ଆଉ ଯେତେବେଳେ ସେ କଣ ହଉଛି ଆଶା ରଖୁଛି ସେତେବେଳେ ତାର କଣ ହଉଛି ଆମର ଆନାଟମି ହେଲେ ତାର ଆଶା ପୂରଣ ହେଉଛି ଆନାଟମି ଆମର ହଉଛି କନଫ୍ଲିକ୍ଟ ହଉଛି ଆନାଟମି ଭର୍ସେସ ଆଚ୍ଛା ଯେତେବେଳେ ଦେଖିବା ନା ଯେତେବେଳେ ତା ଆଶାଟା ପୂରଣ ହେଲାନି ତାକୁ ଯେତେବେଳେ କଣ କହିଲ ନା ଆଶାଟା ପୂରଣ କରିବ ତାକୁ ଯେତେ ଗାଳି ଗୁଲୋଜ କରାଯିବ ତାକୁ ରାଗିଦବା ସେତେବେଳେ ସେ ପୁଣି କଣ ହେଇଯିବ ନା ସେ ଲଜ୍ଜା ଭାବକୁ ପାଇଯିବ ହେଲା କି? ସେ ନିଜେ ନିଜେ ଗୋଟେ ନିଜେ ସଂକୋଚ ଭାବ ପ୍ରଦର୍ଶନ କରିବ ସେତେ ଯଦି ଛୋଟ ପିଲାମାନଙ୍କୁ କିଏ ଦେଖିଥିବ ଆମେ ଏଇ ସବୁ ଏଜ ଗ୍ରୁପରେ ସେ କଣ କରିଥିବ ନା ଆମର ଯେତେବେଳେ ତାକୁ କିଛି ରାଗି ଦିଆଯିବ ନା ଏଇଟା ଦିଆଯିବ ନାହିଁ ଏଇଟା ତମକୁ ନା ସେତେବେଳେ ସେ କଣ କରିବ ନା ଆମର ଟିକେ ଲଜ୍ଜା ପାଇବ ତମମାନଙ୍କ ସବୁ ଇଏ ମିରରଟା ଓଲଟା ହେଇଯାଉଛି ନାଇଁ ତ ଏଇ ସମୟରେ ସାର୍ କଣ ହେଇଥାଏ ନା ଆମର ଆକ୍ଟିଭିଟି ଭିତରେ ତାର ଫିଜିକାଲ ଚେଞ୍ଜେସ୍ ହେଇଥାଏ ତ ସେ ଇଣ୍ଡିପେଣ୍ଡେଣ୍ଟଲି ସେ ଫଙ୍କସନିଂ କରିବା ଆରମ୍ଭ କରିଥାଏ ତ ଫିଜିକାଲ ଫଙ୍କସନ ସବୁ ସେଇ ସମୟରେ ଆରମ୍ଭ ହୋଇଥାଏ ଆମର ଦ୍ୱିତୀୟ ଷ୍ଟେଜରେ ଯୋଉଟା ଅନାଟମି ପ୍ରୋସେସ ସେ ମାନେ ତାର କଣ ହଉଛି ଫିଜିକାଲ ସବୁ ଫଙ୍କସନ ସବୁ ଆମର ଏଇ ଷ୍ଟେଜରେ ହିଁ ଗ୍ରୋ କରିବା ଆରମ୍ଭ କରିଥାଏ ତାପରେ ଆମର କଣ ହଉଛି ନା ଏଇ ଇଏଟାକୁ ଆମର ଦେଖିବା ନା ଟଡଲର ଏଜ ଆମର ଟଡଲର ପିରିୟଡ ବୋଲି କହନ୍ତି ହେଲା କି ତ ଟଡଲର ମାନେ କଣ ନା ଏଇ ସମୟରେ ପିଲା ହିଁ ଧୀରେ ଧୀରେ ଆମର କଣ ଯେ ପ୍ରଥମ କରି ଚାଲିବା ଆରମ୍ଭ କରିଥାଏ ତ ସେଇ ପିରିୟଡକୁ ଆମେ କଣ କହୁଛେ ଟଡଲର ପିରିୟଡ ବୋଲି ମଧ୍ୟ ଆମେ ଏଇ ପିରିୟଡକୁ କହୁଛେ ତ ବୁଝିପାରିଲ ତାହେଲେ କଣ ନା ଟଡଲର ପିରିୟଡ ତ ଟଡଲର ପିରିୟଡ କହିଲେ କଣ ଅନାଟମି ଭର୍ସେସ ସେମ୍ ବା ଜଣେ ତାର ଭର୍ଚୁଆଲ ଭିତରେ କଣ ଅଛି ନା ୱିଲ୍ ଆଉ ହଉଛି ଆକ୍ଟିଭିଟି ବିଷୟରେ ଆସିବ କଣ ନା ଟଏଲେଟ ଟ୍ରେନିଂ ତାପରେ ତମର ଯୋଉ ଆମର ଆକ୍ଟିଭିଟି ବିଷୟରେ ତମେ ଜାଣିପାରିଲ ତାହେଲେ କଣ ହଉଛି ନା ଏଇ ସମୟ ତାକୁ ଟ୍ରେନିଂ ଆମର ଟଏଲେଟ ଟ୍ରେନିଂ ପାଇଁ ତାକୁ ପ୍ରୋଭାଇଡ ତାକୁ ଟ୍ରେନ୍ କରାଯାଇଥାଏ ଟଏଲେଟ ଟ୍ରେନିଂ ସେଇଭଳିଆ ଆକ୍ଟିଭିଟି ସେ କରିଥାଏ ଆଉ ସେଇ ବୟସରେ ସେ କଣ କରିଥାଏ ପ୍ରଥମ କରି ବା ନୂଆ କରି ସେ ଚାଲିବା ଆରମ୍ଭ କରେ ତ ଏଇ ଏଜ ଗ୍ରୁପଟା କହୁଛି ବା ଏନାଟମି ବର୍ଷ ସେମ୍ ଯୋଉଟା ଯୋଉଟା ଟଡଲର ଏଜ ବୋଲି ତାକୁ କୁହାଯାଉଛି
তো এই গ্রুপে কোন হচ্ছে না, তো এই গ্রুপে কোন হচ্ছে না ପିଲାଟା କନଫିଡେନ୍ସ କରିଥାଏ କାହାର ନା ଫିଜିକାଲି ଏସ୍ପେକ୍ଟ ଉପରେ ସେ ଆମର କନଫିଡେନ୍ସ ଆସିଥାଏ। ହାତଟା ହଲାଇବା ଆରମ୍ଭ କରି କହିବା ଆରମ୍ଭ କରୁ, ଅନ୍ୟ କୌଣସି କିଛି ଆକ୍ଟିଭିଟି କରିବା, ଚାଲିବା ବସିବା, ଆମର ଏଇ ସମୟରେ ବି ସେ ଆରମ୍ଭ ହୋଇଥାଏ। ତ ଫିଜିକାଲି ସେ ଆମର କଣ କରିଥାଏ ନା ଆମ ଫିଜିକାଲି ଗ୍ରୋ କରିଥାଏ ବା ଆମର ଇଣ୍ଡିପେଣ୍ଡେନ୍ସ ତାର ବଢିଥାଏ। ତ ଅର୍ଗାନ ଉପରେ ତାର ଇଣ୍ଡିପେଣ୍ଡେନ୍ସ ଟା ବଢିଥାଏ। ସେ ନିଜେ ନିଜେ ଚାଲିବା, ହସିବା, ଆମର ବସିବା ଏବଂ ଯୋଉଟା କୁହାଯାଏ ଆମର ଟଏଲେଟ ଟ୍ରେନିଂ କରିବା, ଏଇ ସବୁର ସେ ଆରମ୍ଭ କରିଥାଏ। ତାପରେ ଆମର ତୃତୀୟ ଇୟର କଣ ରହୁଛି ନା ଆମର ଯୋଉ ଏଜ ଗ୍ରୁପ ରହୁଛି ଆମର 3 ରୁ 6 ବର୍ଷ। ଆଚ୍ଛା 3 ରୁ 6 ବର୍ଷ କଣ ହୁଏ ନା ଆମର ପିଲାମାନେ ଆମେ ଜାଣିଛୁ ଆମର ପ୍ରି ସ୍କୁଲକୁ ଯାଆନ୍ତି। ତ ଏଇ ଗ୍ରୁପଟାକୁ ଆମେ କଣ କହିଥାଉ ନା ପ୍ରି ସ୍କୁଲ। ପ୍ଲିଜ, ତ ଏଇ ପ୍ରି ସ୍କୁଲ କଣ ହେଇଥାଏ ନା ଆମର ପ୍ରି ସ୍କୁଲ କଣ ହେଇଥାଏ ନା ଆମର ଇନିସିଏଟିଭ ଆଉ ଗିଲ୍ଟ। ତ ଏଇଟାର ଆମର ହଉଛି କନଫ୍ଲିକ୍ଟ ଟା କଣ ଆସେ ଇନିସିଏଟିଭ ଭର୍ସେସ ଦେଖ ଇନିସିଏଟିଭ ଭର୍ସେସ ଗିଲ୍ଟ। ଯେତେବେଳେ ଦେଖିବେ ଯାହା ବି ସେ ଏଇ ସମୟରେ ସେ କଣ କରିଥାଏ ଇନିସିଏଟିଭ କିଛି ଗୋଟେ ଇନିସିଏଟ କରିବ, ନୂଆ 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 କେମିତି ସେ ଗୋଟେ ଜିନିଷ ତିଆରି କରିବ। ଦେଖିବ ସେ ଆମର କାଦକୁ ବ୍ୟବହାର କରିବା, ଆମର ମାଟିକୁ ବ୍ୟବହାର କରି ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା, ନୂଆ ନୂଆ ଜିନିଷ ଉଦ୍ଭାବନ କରିବା ବା ନୂଆ ନୂଆ ଜିନିଷ ତିଆରି କରିବା, ତା ଭିତରେ ସବୁ ଆମର ମେଟାଲୋଜି ତିଆରି। ତ ଏଇ ଏଜ ଗ୍ରୁପଟା ହଉଛି ନା ସେଇ ଏଜ ଗ୍ରୁପଟା କଣ ନା 3 ରୁ 6 ବର୍ଷ ଭିତରେ ସେଇ ଏଜ ଗ୍ରୁପରେ এই ପ୍ରକାର ଡେଭଲପମେଣ୍ଟ ହେଇଥାଏ। ତ ସିଏ କଣ କରିଥାଏ ନା ଯେକୌଣସି କାମ କରିବା ପାଇଁ ସେ ଉଦ୍ଦେଶ୍ୟରେ ସେ ଗୋଟେ କାମ କରେ, ସେ ଖାଲି କିଛି କାମ କରେନି। ତ ତାର ଭର୍ଚୁଟା କଣ ଅଛି ନା ପର୍ପସ। ତା ଭର୍ଚୁ ବିଷୟରେ କଣ ରହୁଛି ନା ଆମର କିଛି ନା କିଛି ଗୋଟେ ଉଦ୍ଦେଶ୍ୟ ଥିବ, ଯାହା ବି ସେ କରୁଛି ନା କାହିଁ ତା ଭିତରେ ସେ କିଛି ନା କିଛି ଉଦ୍ଦେଶ୍ୟ ରଖିକି ହିଁ ସେ କାର୍ଯ୍ୟଟିକୁ କରୁଥିବ। ବିନା ଉଦ୍ଦେଶ୍ୟରେ ସେ କିଛି ବି କାର୍ଯ୍ୟ କରୁନାହାନ୍ତି। ଆଉ ଏଇ କାର୍ଯ୍ୟ କରିବାରେ ତାର ବହୁତ ବଡ ଗୋଟେ ଇଣ୍ଟରେଷ୍ଟ, ତାର ନିଜସ୍ୱ ଇଣ୍ଟରେଷ୍ଟ, ଯୋଉଥିପାଇଁ ତାର ଆକ୍ଟିଭିଟି କଣ ଅଛି ଅନ୍ ଇଣ୍ଟରେଷ୍ଟ। ହେଲା ଅନ୍ ଇଣ୍ଟରେଷ୍ଟ କହିଲେ କଣ ଅଛି ନା ସେ କାମ ଭିତରେ ନିଜର ଇଣ୍ଟରେଷ୍ଟ ରଖିକି ହିଁ କାମ କରୁଛି। ତ ସେଇଥିପାଇଁ କୁହାଯାଉଛି କଣ ହଉଛି ଅନ୍ ଇଣ୍ଟରେଷ୍ଟ। ତ ତାହେଲେ ତମେ କଣ କହିଲ ନା ଆମର ଏଜ ଗ୍ରୁପ ପାଇଲେ 3 ରୁ 6, ଯୋଉଟା ପ୍ରି ସ୍କୁଲ କରୁଛି ତାର କନଫ୍ଲିକ୍ଟ କାମ ଭିତରେ ଅଛି ଇନିସିଏଟିଭ ଭର୍ସେସ ଗିଲ୍ଟ। ଗୋଟେ ଜିନିଷ ତିଆରି କରିଦେଲା, ତାକୁ ତିଆରି କରିଦେଲା ବହୁତ ଖୁସି ହେଇଛି, ପୁଣି ଯେତେବେଳେ ତିଆରିଟା ସମ୍ପୂର୍ଣ୍ଣ ହେଲା ନାହିଁ ବା ଯୋଉ ପ୍ରକାରର ଉଦ୍ଦେଶ୍ୟ ନେଇ କରୁଥିଲା ବା ଯୋଉ ପ୍ରକାର ଇଣ୍ଟେଣ୍ଟ ନେଇ କରୁଥିଲା ସେଇ ଇଣ୍ଟେଣ୍ଟଟା ଯଦି ସାଧିତ ନହେଲା, ଯୋଉ ପରଫେକ୍ଟଟା ନେଇ କରୁଥିଲା ସେ ପରଫେକ୍ଟଟା ଯଦି ତାର ଫୁଲଫିଲ ନହେଲା, ସେ ଗିଲ୍ଟି ଫିଲ୍ କରିବ କାହିଁକି ଏଟା ହେଲାନି, କଣ ପାଇଁ ହେଲାନି, ସେ ନିଜ ଭିତରେ ଗିଲ୍ଟି ଫିଲ୍ କରିବ। ତ ଏଇ ଯେ ଆମର ଏନାଟମି ଭର୍ସେସ ସେମ୍ ଇନିସିଏଟିଭ ଭର୍ସେସ ଗିଲ୍ଟି, ଏହାର ମାନେ କଣ ଅଛି ତା ଭିତରେ ସେଇ ପ୍ରକାର ଉଦ୍ଦେଶ୍ୟ ସାଧିତ ହେଲେ କଣ ହଉଛି, ନହେଲେ ତାର ଏବସେନ୍ସରେ କଣ ହଉଛି। ଏଇଠି ପ୍ରଥମ ହଉଛି କଣ ଡେଭଲପମେଣ୍ଟ ଠିକ ରୂପେ ହେଲେ କଣ ହବ, ଆଉ ଯଦି ତା ଡେଭଲପମେଣ୍ଟଟା ଠିକ ରୂପେ ନ ହଉଛି ତାହେଲେ କଣ ହବ। ତ ଏଇ ଯେ ପ୍ରଥମେ କହିଗଲି ଆମର ଟ୍ରଷ୍ଟ ହଉଛି ମିଶ୍ର, ଦେଖିଲି ତା ମା ଯଦି କଣ ଅଛି ନା ଠିକ ରୂପେ ଆମର ଫିଡିଲିଟି ଦଉଛନ୍ତି, ଆମର ଯଦି ଖାଦ୍ୟ ଦଉଛନ୍ତି ତାକୁ, ତାର ଠିକ ଠିକ ଟ୍ରଷ୍ଟ ରଖିବ। ଦେଖିଲେ ନା ନା ବାରମ୍ବାର ତାକୁ ଖାଦ୍ୟ ଠିକ ରୂପେ ପ୍ରୋଭାଇଡ ହଉନାହିଁ, ତାହେଲେ ତା ଭିତରେ କଣ ହବ ନା ମିଷ୍ଟ୍ରେସ, ମାଙ୍କ ପ୍ରତି ଆମର ଗୋଟେ ମିଷ୍ଟ୍ରେସ ଆସିଛି। ଗୋଟେ ଅନ୍ୟଟା ବି ସେମ ଜିନିଷ ରହୁଛି, ସେ କଥା ମୁଁ କହିଦେଇଛି। ତାପରେ ଆମର କଣ ହଉଛି ଇନିସିଏଟିଭ ଆଉ କ୍ଲାରିଟି। ଦେଖିଲେ ଯୋଉ ଜିନିଷଟା ତିଆରି କରିବା, ଯୋଉ ଉଦ୍ଦେଶ୍ୟଟା କିଏ ତିଆରି କରୁଥିବ, ତାକୁ ଯଦି ସେ ତିଆରି କରିପାରିଲା ତାହେଲେ ଠିକ ଅଛି, ତା ଭିତରେ ଯୋଉ ଡେଭଲପମେଣ୍ଟ ହେବା କଥା ତାହେଲେ ହେଲା ବୋଲି ଆମେ ଜାଣିବା। କିନ୍ତୁ ଯେତେବେଳେ ସେ ଯେତେବେଳେ ନ କରିପାରୁଛି ତାହେଲେ ସେ ଗିଲ୍ଟି ଫିଲ୍ କରିବ, ଏଇଟା କାହିଁକି ହେଲାନି, ତା ଭିତରେ ଡେଭଲପମେଣ୍ଟ ଯଦି ଠିକ ରୂପେ ହେଇନପାରୁଛି ସେ ଗିଲ୍ଟି ଫିଲ୍ କରିବ। ତ ଫାର୍ଷ୍ଟ ଷ୍ଟେଜର ଏଇଟା ହଉଛି ଆମର ମେନ୍ ପର୍ପସ। ହେଲା ତ ବୁଝା ପଡୁଛି ନା କଥା ସବୁ। ତାପରେ ତମର ଫାର୍ଷ୍ଟ ଷ୍ଟେଜରେ କଣ ରହୁଛି, ଆମେ ଏଠି ଲେଖିଦେବା। ତାପରେ ମୁଁ ଖାଲି କ୍ୟାରେକ୍ଟର ଗୁଡା ଲେଖୁନାହିଁ, ହେଲା କି ଆମର ଖାଲି କହି ଦଉଛି ଟିକେ କ୍ୟାରେକ୍ଟର ଗୁଡା ଲେଖୁନାହିଁ କାହିଁକି ତମର ସେଟା ବହିରେ ଅଛି। ତମେ କିନ୍ତୁ ଏଇ ଫର୍ମାଟଟାକୁ ତମେ ଯେତେବେଳେ ବି ପ୍ରୋଭାଇଡ କରିଛ କୋଶ୍ଚେନ୍, ତମର ଏଇଟା କୋଶ୍ଚେନ୍ ବି ଆସିବାର ପସିବିଲିଟି ବହୁତ ଅଧିକ ଅଛି, ହେଲା କି ତ ଏଇ ଫର୍ମାଟରେ ହିଁ ଲେଖିବ ଗୋଟେ ଏଜ ଗ୍ରୁପ, ତାର କନଫ୍ଲିକ୍ଟ ଆଉ ଭର୍ଚୁ ଆଉ ଆକ୍ଟିଭିଟି
କ୍ୟାରେକ୍ଟରଟା ତମର ଅଲରେଡି ବହିରେ ରହୁଛି, ସେଥିପାଇଁ ମୁଁ ଆଉ ତା ବିଷୟରେ ବେଶୀ କହୁନି। ଆଉ ତମର ଏକ୍ଜାମ ଅଲରେଡି ଆନ୍ଧ୍ର ୟୁନିଭର୍ସିଟି ମୁଁ ବି ପଚାରୁଥିଲି ସେମାନଙ୍କୁ, ତ ତମର 4 ତାରିଖ ପାଖରୁ ଆରମ୍ଭ ହେଇଯାଉଛି ହେଲା କି, ଏ ଫେବୃଆରୀ 4 ରେ। ଆଉ ନାଗାର୍ଜୁନ ବି ଏ ବର୍ଷ ବହୁତ ଲେଟ୍ ହବ ନାହିଁ, ଯେ ବୋଧେ ତମର 18 ପାଖରୁ ଆରମ୍ଭ ହେଇଯିବ। ତ ମୁଁ ସାରଙ୍କ ପାଖରୁ ପଚାରିକି ବୁଝୁ, ସେ କହୁଥିଲେ ଯେ ଆମର ଆନ୍ଧ୍ର କେଶରୀଟା ଆମର 4 ତାରିଖ ପାଖରୁ ଆରମ୍ଭ ହେଇଯିବ, ଆଉ ନାଗାର୍ଜୁନ ପ୍ରାୟତଃ 18 ତାରିଖ ପାଖରୁ ଆରମ୍ଭ ହେଇଯିବ। ହଁ, ଏଇ ଫେବୃଆରୀ 18 ରେ ହବାର ପସିବିଲିଟି ବହୁତ ଅଧିକ ଅଛି ହେଲା କି। ତ ସେଇ ଅନୁସାରେ ତୁ ପଢାପଢି କର। ତ ମୁଁ ସେଇ ଅନୁସାରେ, ତ ଯେହେତୁ ବହୁତ କମ ସମୟ ଅଛି, ତ ତମ ପାଇଁ ଯୋଉଟା ଏକ୍ସଟ୍ରା ରହୁଛି ଜିନିଷ, ମୁଁ ସେଇ ଏକ୍ସଟ୍ରା ଜିନିଷଟା କହିଦେଉଛି ହେଲା କି। ଆଉ ତା ସହିତ ଟିକେ ତମେ ଟିକେ ବହିଟାକୁ ଫଲୋ କରିଦେବ। ହଁ ହଁ, ମୁଁ ସିଲେକ୍ଟିଭ ବି ତମକୁ ଦେଇଦେବି ହେଲା କି। ତମର ଏଇ ବିଷୟରେ ଯୋଉଟା କଗ୍ନିଟିଭ ଡେଭଲପମେଣ୍ଟ ରହୁଛି, ସେଟା ବି ଇମ୍ପୋର୍ଟାଣ୍ଟ ରହୁଛି। ଆଉ ଆମର ଏଇ ସାଇକୋ ସୋସିଆଲ ରହୁଛି, ୟା ପରେ ଆଉ ଗୋଟେ ଅଛି ମୋରାଲ ଡେଭଲପମେଣ୍ଟ। ଏଇ ତିନିଟାକୁ ମାଷ୍ଟ ତମକୁ ପଢିକି ଯାଇଥିବ ହେଲା କି। ଯଦି ଏଇ ତିନିଟା ଯାଉଛ ନା, 5 ମାର୍କ ଗୋଟେ ପାଇବା ସହିତ 15 ମାର୍କ ବି ତମର ପଢିବାର ସମ୍ଭାବନା ବେଶୀ ରହୁଛି ହେଲା କି। ଆଉ ତମେ ଏଇ ତିନିଟା ଯଦି ଥିଓରି ପଢିଦେଲ, ତାହେଲେ ତମର ପାଖାପାଖି 20 ମାର୍କ ପାଇଯିବ। ସବୁ ତମର କ୍ୱେଶ୍ଚନ ପ୍ୟାଟର୍ନ ସବୁ ଜାଣିଛ ନା ସବୁ? ହଁ, 10 ମାର୍କରେ 5ଟା ଆସିବ। ତ ତ ସେଇ ଅନୁସାରେ ତମର ପ୍ରତ୍ୟେକ ୟୁନିଟ ରୁ ଗୋଟେ ଗୋଟେ 5 ମାର୍କ ନିର୍ଦ୍ଦିଷ୍ଟ ରୂପେ ପାଇବ ହେଲା, ନିଶ୍ଚିତ ରୂପେ ତମେ ପାଇବ। 5ଟା ୟୁନିଟ ରହୁଛି। ନା ନା, ହଁ ହଁ ହଁ, ମୁଁ ଠିକ ଅଛି, ମୁଁ ପଢେଇ ସାରେ ଆଉ ଟିକେ, ତାହେଲେ ମୁଁ ତମକୁ କ୍ୱେଶ୍ଚନ ପ୍ୟାଟର୍ନ ସେୟାର କରିଦଉଛି ହେଲା। ହଉ। ତ ତାପରେ ଆମର ଯାଇଥିଲା ଏଇ କଥା। ତା ତା ତାପରେ ବି ଆମର କଣ ରହୁଛି ନା, ଏଜ ଗ୍ରୁପ ରହିଲା ଆମର 3 ରୁ 6 ଯାଇଥିଲା, 6 ରୁ 12। 6 ରୁ 12 ଏଜ ଗ୍ରୁପ ରେ କଣ ହଉଛି? ତ ଏଇଟା ଇରିକ୍ସନ ନେଇଯାଇଛି, ତ ସେଟା କଥା କହିବି, ଏଇଟା ରହୁଛି, ସେଥିପାଇଁ ମୁଁ ବେଶୀ କିଛି ଦଉନି। ତମେ ନର୍ମାଲ ଡେ ବସିକି ସେଇ ଜିନିଷଟା ତମକୁ ପ୍ରୋଭାଇଡ କରୁଛି। ତ ଏଇଟା କିଏ ଦେଖିଛି ନା, ଇରିକ୍ସନ ଯେମିତି ଯେ ଆମେରିକାନ ଜର୍ମାନ ତାପରେ ଆମର କଣ ରହିଲା ନା, ଆମର ଏଜ ଗ୍ରୁପ କେତେ? 6 ବର୍ଷ ଯାଇଥିଲା, 6 ରୁ 12। ଆଚ୍ଛା, 6 ରୁ 12 ଏଜ ଗ୍ରୁପ ଯୋଉଟାକୁ ଆମେ କଣ କରୁଛେ, ଏଇ ଏଜ ଗ୍ରୁପ ଟାକୁ ଆମେ ଯେତେବେଳେ ପଢା ହେଇଥିଲା, ଆମର ଚାଇଲ୍ଡହୁଡ ରେ ପଢା ହେଇଥିଲା, ଆମର କଗ୍ନିଟିଭ ଡେଭଲପମେଣ୍ଟ କଣ କହିଥିଲା ନା, ଆମର ସ୍କୁଲ ଏଜ ନା। ତାହେଲେ 6 ରୁ 12 କହିଲେ ଆମର ସ୍କୁଲ ଏଜ। ପିଲାମାନେ ଏଇ ସ୍କୁଲିଂ ଟା ଏଇ ସମୟରେ ହିଁ କରିବେ। ତ ଏଇ ସମୟ ସ୍କୁଲ ଏଜ କହିଥାଉ। ତ ଏଇ ସମୟରେ କଣ କରିଥାଏ ନା, ଆମର ରଖିବା କଣ ରହୁଛି ଏଥିବା, ଯୋଉଟା କଣ ରହୁଛି କଣ ରହୁଛି, ଏଇ ଜିନିଷଟା ତମର ରହୁଛି। ତା ସହିତ ତମର ଯୋଉ କଣ ରହୁଛି ନା, ଆମର କ୍ୟାରେକ୍ଟର ତ ସମର ବହିରେ ରହୁଛି, ସେ ତା ବିଷୟରେ ଆଉ ମାନେ କହି ଦଉଛି, ଆଉ ସେ ତା ବିଷୟରେ ଆଉ ଲେଖୁ ନାହିଁ ହେଲା। ଶୁଣ, ଏଇ ଫର୍ମାଟରେ ତମକୁ ଆମର ଇଲେକ୍ସନ ପାଇଁ ଏଇ ଥିଓରିଟାକୁ ପ୍ରୋଭାଇଡ କରୁଛି। ତ ଏଇଟାକୁ ଆମର କଣ ହଉଛି ନା, ଆମର ସ୍କୁଲ ଏଜ ବୋଲି କହୁଛି। ସ୍କୁଲ ଏଜ ଭିତରେ ଆମର ଇଏ କଣ ଆସୁଛି ନା, ଇନଫେରିଟି ଆଉ ଆମର ଆସୁଛି କଣ ହଉଛି ନା, ଆମର ଇନଫେରିଟି ଇଣ୍ଡଷ୍ଟ୍ରି ବର୍ସେସ ଇନଫେରିଟି ହେଲା। ଆଚ୍ଛା, ଇଣ୍ଡଷ୍ଟ୍ରି କାହିଁକି ଯିବୁ? ଆଚ୍ଛା, ମୁଁ କହିଲି କଣ ନା, ଇଣ୍ଡଷ୍ଟ୍ରି ବର୍ସେସ ହଁ ହଁ, କନଫ୍ଲିକ୍ଟ। କନଫ୍ଲିକ୍ଟ, CONFLICT।
ତା ଏ ହେଲା କନଫ୍ଲିକ୍ଟ। ଦେଖାଗଲା ତ କନଫ୍ଲିକ୍ଟ। ତ ଏଇ ସମୟରେ ସେ କଣ କରୁଛେ ନା ଆମର ଦେଖ ଯୋଉଟା କଣ କହୁଛେ ନା ଆମର ଭାର୍ଚୁଟା କଣ ଅଛି ନା କମ୍ପ୍ଲିଟେନ୍ସ। ଭାର୍ଚୁଟା କଣ ଅଛି ନା କମ୍ପ୍ଲିଟେନ୍ସ। ଯା ନାହିଁ ଠିକ ଅଛି। ତ ସିଏ କଣ ଆସିବ ସେ ଭାର୍ଚୁଟା କଣ ଦବ ନା ଆମର କମ୍ପ୍ଲିଟେନ୍ସ। ସେ ସବୁ କାମରେ ନିଜକୁ କମ୍ପ୍ଲିଟ କରିବା ମାନେ କଣ ନିଜକୁ ପୁରା ଶେଷ ପଏଣ୍ଟ ପର୍ଯ୍ୟନ୍ତ ସେ ଯେମିତି ପହଞ୍ଚି ପାରୁଥିବ ସବୁ ସେ ସବୁ ସେଇ ପ୍ରକାର ଆମର ସେଇଟା ରହିବ। ତ ଏଇ ସମୟରେ ଆମର ଆକ୍ଟିଭିଟି କଣ କହିଥାଏ ଆମର ଇନଭଲଭିଂ ସ୍ପୋର୍ଟ ନିଜକୁ ତ ଏଇ ସମୟରେ କଣ ଦେଖିଲେ ପିଲାମାନେ ନିଜକୁ ଆମର ଆକ୍ଟିଭିଟି କଣ କରନ୍ତି ନା ନିଜକୁ ସ୍ପୋର୍ଟ କ୍ଷେତ୍ରରେ ଆମର ସ୍ପୋର୍ଟସ କ୍ଷେତ୍ରରେ ଖେଳରେ ନିଜକୁ ନିୟୋଜିତ କରନ୍ତି। ତ ଏଇ ସମୟରେ କଣ ହଉଛି ନା ଆମର କଣ ହଉଛି ନା ସେତେବେଳେ ନିଜକୁ ତ ଏଇ ସମୟରେ ଆମେ ଦେଖାଯାଏ ଯେ ଆମର କଣ କରୁଥିବ ନା ପିଲାମାନେ ବହୁତ ଗୁଡିଏ ଆମର କଣ ସେମାନଙ୍କର ଷ୍ଟ୍ରେଂଥ ଦେଖାଯାଏ କଣ ହଉଛି ଡେଭଲପମେଣ୍ଟ ଷ୍ଟେଜ କଣ ହଉଛି ବିଭିନ୍ନ ପ୍ରକାର କମ୍ପିଟେଟିଭ ଇଏରେ କଣ ହଉଛି ଭାଗ ନିଅନ୍ତି ବିଭିନ୍ନ ପ୍ରକାରର ଆମର ଯେତେ ସବୁ ସାଧାରଣତଃ ଯେତେ ସବୁ ଜ୍ଞାନାତ୍ମକ ଏକ୍ଜାମ ଗୁଡ଼ିକରେ ଭାଗ ନିଅନ୍ତି ଯେମିତି ଆମର ତମର ହେଇପାରେ ଡିବେଟରେ ବି ଭାଗ ନିଅନ୍ତି। ଏଇ ସମୟରେ କଣ କରନ୍ତି ନା ଆମର ଭାଷଣରେ ମଧ୍ୟ ଭାଗ ନିଅନ୍ତି ଏଇ ପିରିୟଡରେ ସେମାନେ ସବୁ ଭାଗ ନିଅନ୍ତି। ତାପରେ ସେମାନେ ନିଜକୁ ମଧ୍ୟ ସ୍ପୋର୍ଟସ କ୍ଷେତ୍ରରେ ଆମର ନିଜ ନିୟୋଜିତ କରନ୍ତି। ଦେଖିବେ ସେମାନଙ୍କ ଭିତରେ ଯଦି ଦେଖିଲେ ନା ଆମର ସେମାନେ ଯୋଉ ପ୍ରକାରର କାମ କରୁଥିବେ ତା ଭିତରେ ଯଦି ପୂର୍ଣ୍ଣତା ପାଇପାରୁଛନ୍ତି ତାହେଲେ ସେମାନଙ୍କର ଆମର ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟଟା ଠିକ ହେଇପାରେ। ଇଣ୍ଡଷ୍ଟ୍ରି ଉପରେ ମୁଁ କାହିଁକି ଭାବୁଛି ନା ଏଇ ସମୟରେ ସେମାନେ ନିଜେ ନିଜକୁ ଗଢୁଛନ୍ତି ନା ନିଜ ଭିତରେ କନଫିଡେନ୍ସ ଟାକୁ ପୁରା ଭଲ ଭାବେ କ୍ରିଏଟ କରୁଛନ୍ତି। ତ ସେଇଥିପାଇଁ ଏଟାକୁ ଇଣ୍ଡଷ୍ଟ୍ରି କୁହାଯାଇଛି। ତ ଏଇ ପିରିୟଡରେ ସବୁଠାରୁ ବେଶୀ ଚେଞ୍ଜ ହେଇଥାଏ ସେମାନଙ୍କ ଭିତରେ ଯେହେତୁ ଆମର ସେଟା ଏଇଟା ହଉଛି ଷ୍ଟ୍ରକ୍ଚର ଫିଲ୍ଡ ହେଲା କି ସେଇ ସମୟରେ ନିଜକୁ ସେମାନେ ମାନେ ଆମର ପଢିଥାନ୍ତି। ସେମାନେ ବେଶୀ ଏଇ ସମୟରେ ନିଜକୁ ବଢେଇ ଦେଇଥାନ୍ତି ଆଉ କଣ ହେଇଥାଏ ନା ଆମର ଏଇ ସମୟରେ ସେଇଥିପାଇଁ ଯେହେତୁ ନିଜକୁ ବଢିବେ ବଢିବା ପାଇଁ ହେଲେ କଣ କରିବାକୁ ହବ ନା ଆମକୁ ହାର୍ଡୱାର୍କ କରିବା ପାଇଁ। ତ ଏଇ ସମୟରେ ସେମାନେ କଣ କରନ୍ତି ନା ହାର୍ଡୱାର୍କ ମଧ୍ୟ କରନ୍ତି। ତ ଏଇଟା ଥିଲା ଆମର ଇଣ୍ଡଷ୍ଟ୍ରି। ଯେତେବେଳେ ଦେଖିବେ କଣ ହଉଛି ହାର୍ଡୱାର୍କ ଠିକରେ କରିପାରିଲେନି ପରିଶ୍ରମ କରିପାରିଲେନି ତାହେଲେ କଣ କହିବେ ଯୋଉ ପ୍ରକାର ଫଳ ଆଶା କରିଥିଲେ ସେ ପ୍ରକାର ଫଳ ପାଇପାରିବେ କି ପାଇପାରିବେନି। ତ ତାହେଲେ ସେମାନଙ୍କ ଭିତରେ କଣ କରିବ ନା ଇନଫିରିୟରିଟି ବଢିଯିବ। ସେମାନଙ୍କ ଭିତରେ ଗୋଟେ ଈର୍ଷା ଭାବ ଗୁଡା ଆସିବ ସେମାନଙ୍କ ଭିତରେ ଗୋଟେ ନା ହତାଶ ଭାବ ଯୋଉଟା ଆସିବ। ତ ସେଇ ପ୍ରକାରର ସେମାନଙ୍କ ଭିତରେ ଯଦି ଡେଭଲପମେଣ୍ଟ ହେଇଯାଉଛି ସେମାନଙ୍କ ଭିତରେ ଯୋଉ ଡେଭଲପମେଣ୍ଟ ହବ ଠିକ ରୂପେ ହେଇଯାଉଛି ତାହେଲେ ସେମାନଙ୍କ ଇଣ୍ଡଷ୍ଟ୍ରିରେ ଡେଭଲପମେଣ୍ଟ ହେଇଯାଉଛି ବୋଲି ଆମେ କହିପାରିବା। ଯଦି ନ ହେଇପାରୁଛି ତାହେଲେ ଆମର ଇନଫିରିୟରିଟି ଆସୁଛି ସେମାନଙ୍କ ଭିତରେ ଈର୍ଷା ଭାବ ଆସିବ। ମୁଁ କରିପାରିଲିନି ସେ କେମିତି କଲା କାହିଁକି ସେମାନଙ୍କ ଭିତରେ ଏଇ ପ୍ରକାର ଈର୍ଷା ଭାବ ଅଛି ସେ କରିଦେଲା ମୁଁ କରିପାରିଲି ନାହିଁ ଏମିତି ସେମାନଙ୍କ ଭିତରେ ଗୋଟେ ଗୋଟେ ଈର୍ଷା ଭାବ ନୂଆ ଶୂନ୍ୟ ଜଣଙ୍କ ଭିତରେ ଦେଖିଲେ ଏଇ ଏଜ ଗ୍ରୁପରେ ତାର ସେ ନିଶ୍ଚିତ ରୂପେ ତାର ଡେଭଲପମେଣ୍ଟ ଷ୍ଟେଜ ଠିକ ରୂପେ ଚାଲିଛି ବୋଲି ମୁଁ କହିପାରିବି। ଆଉ ଯଦି ନ ହେଇପାରୁଛି ତାକୁ ସେଇ ଅନୁସାରେ ତାକୁ ଆମର ରିଭେରିଜନ ପ୍ରୋଭାଇଡ କରାଯାଏ କରିବାକୁ ପଡିବ ତାକୁ ପୁଣି ତାକୁ ଆମେ କଣ ନା ତାର କନଫିଡେନ୍ସ ଲେଭେଲଟାକୁ ବଢେଇବା ପାଇଁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ତାକୁ ଦେଇପାରିବା ଯେମିତି ତାକୁ କନଫିଡେନ୍ସ ଲେଭେଲ ବଢେଇବା ପାଇଁ ତାକୁ କଣ କରିବା ନା ହଁ ପୁଣି ପଢ ତାପରେ ତମର ବି ଡେଭଲପମେଣ୍ଟ ହେଇପାରିବ ତାକୁ ସେଇ ପ୍ରକାର ଆମର ଆଶ୍ୱାସନା ଦବା ଆଶ୍ୱାସନା ଦେବା ଫଳରେ ସେ ତାର ଇଣ୍ଡଷ୍ଟ୍ରି ଲେଭେଲଟାକୁ ବଢେଇ ଦବ ହେଲା। ତ ଏଇଗୁଡ଼ା ସବୁ ତାର କ୍ୟାରେକ୍ଟର ବିଷୟରେ ରହୁଛି କ୍ୟାରେକ୍ଟର ବିଷୟରେ ମୁଁ ବେଶୀ କିଛି କହୁନି ସବୁ ବୁଝିପାର ତମେ ଲେଖିବ ହେଲା। ତାପରେ ଗ୍ରୁପଟା କଣ ଅଛି ନା ଆମର 12 ରୁ 21 12 ରୁ 21 ଏଜ ଗ୍ରୁପ। ଆଚ୍ଛା 12 ରୁ 21 ବର୍ଷ ଏଇଟାକୁ ଆମେ ସାଧାରଣ କଣ କହିଥାଉ ଯୋଉ ଏଡୋଲେସେନ୍ସ ପିରିୟଡ ବା ଟିନ୍ ଏଜ ବୋଲି କହିଥାଉ।
তো এইটাକୁ ଆମର ଇନ୍ଏଲିଜିବଲ୍ ମଧ୍ୟ ଆମେ କହିବା। ଏଇ ସମୟରେ ସେ କଣ କରିଥାଏ ନା ଆମର କାହା ଭିତରେ ତାର ଫାଇଟ୍ ହୁଏ ମାନେ ଆମର ଆଇଡେଣ୍ଟିଟି ଆଉ ରୋଲ ଅଫ କନଫ୍ୟୁଜନ ତା ଭିତରେ ହେଉ। ସେ ଯଦି ଠିକ ରୂପେ ଯଦି କାମ କରି ପାରୁଛି, ଯଦି ଠିକ ରୂପେ ତାର ଡେଭଲପମେଣ୍ଟ ହେଇପାରୁଛି, ତାହେଲେ ସେ ନିଜର ତା ଆଇଡେଣ୍ଟିଟି ସେ ଗୋଟେ କ୍ରିଏଟ କରିଦବ। ଆଉ ଯଦି ସେ ଯଦି ଠିକ ରୂପେ ଚିନ୍ତା କରିବ ନା କଣ କରିବ, ତାହେଲେ କଣ ସେ କଣ କରିବ କଣ ନାହିଁ ଯଦି ଠିକ କହିପାରୁନି, ତାହେଲେ ସେ ଆମର ରୋଲ ଅଫ କନଫ୍ୟୁଜନ ଷ୍ଟେଜରେ ସେ ରହୁଛି। ତାହେଲେ ଏଇ ଗୋଟାକୁ ଆମେ କଣ କରୁଛେ ଆଇଡେଣ୍ଟିଟି versus role of confusion, identity versus role of confusion। ତ ଦେଖିବା ଏଇ ସମୟ ଏଜ ଗ୍ରୁପରେ କଣ ହେଇଥାଏ ନା ଦେଖିବ ପିଲାମାନେ କଣ କରିବେ, ଯୋଉମାନେ ଭଲ ପଢୁଥିବେ, ଯଦି ପରିଶ୍ରମ ଠିକ ରୂପେ କରୁଥିବେ, ଯଦି ଠିକ ୱେରେ ସେମାନେ ଯଦି ନିଜକୁ ଗତି କରି ପାରୁଥିବେ, ତାହେଲେ ଦେଖିବ ସେମାନେ କଣ କରିବେ ନା କ୍ଲାସରେ ଶିକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହେଉଥିବେ, ଶିକ୍ଷକ ସେମାନଙ୍କର ତାରିଫ କରିବେ, ଆଉ ଘରେ ମଧ୍ୟ ସେମାନଙ୍କ ବହୁତ ପ୍ରଶଂସା ମିଳୁଛି। ଆଉ ଯଦି ସେମାନେ ନିଜକୁ ଯଦି ଆମ ସେଇ ଅନୁସାରେ ଯଦି ଡେଭଲପମେଣ୍ଟ કરે ସେମାନଙ୍କ ଭିତରେ ନ ହଉଛି, ସେମାନେ କଣ କରିବେ କଣ ନାହିଁ ଦେଖିବେ କଣ ହେଇଥିବ ନା ବହୁତ ପିଲା ପାଠ ପଢଉଥିଲା, ତାପରେ ହଠାତ୍ ପରୀକ୍ଷା ସମୟରେ ସେମାନେ ଠିକ କରିପାରନ୍ତି କଣ କରିବି, ପରୀକ୍ଷା ତ ମତେ ପାସ୍ ହବାର ଅଛି, ପରୀକ୍ଷା ସମୟରେ ମୁଁ କଣ କରିବି, ତ ସେମାନେ ସେଇ ସମୟରେ କଣ କରିବେ କଣ ନାହିଁ, କୋଉଟା ଆଗ ପଢିବି କୋଉଟା ପରେ ପଢିବି କଣ କରିବି, ସେମାନଙ୍କ ଭିତରେ କନଫ୍ୟୁଜନ ଟା କ୍ରିଏଟ। ଯିଏ ଦେଖିଥିବ ଏକଦାଲି ପଢୁଥିବ ସେ କଣ କରିବ, ତାର ଗୋଟେ ଆଇଡେଣ୍ଟି, ହଁ ଏଇ ପିଲାଟା ଭଲ ପିଲା, ଭଲ ପାଠ ପଢୁଛି, ଭଲ ଆଗକୁ ଭଲ କରିବ, ତ ତାର ଗୋଟେ ଆଇଡେଣ୍ଟି ସେ ତିଆରି କରିଥାଏ। କାହା ଆଗରେ ନା ଆମର ଶିକ୍ଷକଙ୍କ ଆଗରେ ହେଇପାରେ, ତ ଫ୍ୟାମିଲି ଆଗରେ ହେଇପାରେ, ବା ଆମର सोसाइटी आगे से ଗୋଟେ ଆଇଡେଣ୍ଟିଟି ଗୋଟେ ତିଆରି କରିଥାଏ। କିନ୍ତୁ ଯଦି ସେ ଠିକ ରୂପେ ତାର ଆକ୍ଟିଭିଟି ଗୁଡାକ କାମ କରୁନଥିବ, ତାହେଲେ ସେ କଣ କରିବ, ତା ଆଇଡେଣ୍ଟିଟି ତିଆରି କରିବା ପାଇଁ ସେ ଫେଲିୟର ହବ। ଆଉ ଫେଲିୟର ହେଇକି ସେ କଣ କରିବ, କଣ କରିବ କଣ ନାହିଁ ସେ ସେଟା ନେଇପାରିବ। ତ ଏଇ ସମୟରେ ଆମର ଦେଖାଯାଇଛି କଣ ହେଇପାରିବ ନା ଆମର ସିଏ କୋଉ ପ୍ରକାର ଭର୍ଚୁଟା ଦେଖେଇଥାଏ ନା ଆମର ହଁ କଣ ଦେଖେଇଥାଏ ନା ଆମର ଫିଡିଲିଟି ଦେଖେଇଥାଏ ହେଲା। ଆମର ଭର୍ଚୁଟା କଣ ଫିଡିଲିଟି। ତ ଏଇ ସମୟରେ ସେ କଣ କହିଥିଲା ଆମର ଯେତେବେଳେ ସେ ଆମର ଆଇଡେଣ୍ଟିଟି ଦେଖେଇଦେଲା, ତାହେଲେ କଣ କହିଛି ଆମର ନିଜକୁ ସେ କଣ ରିପ୍ରେଜେଣ୍ଟ କରିପାରୁଛି, ତାହେଲେ ରିପ୍ରେଜେଣ୍ଟ କରିଛି ଯେହେତୁ ନା ଆକ୍ଟିଭିଟି କାହା ଭିତରେ ଆସୁଛି ନା ରିପ୍ରେଜେଣ୍ଟେସନ ଆସୁଛି, ସିଏ ନିଜକୁ ରିପ୍ରେଜେଣ୍ଟ କରିପାରୁଛି। କୌଣସି ପ୍ରୋଜେକ୍ଟ ୱାର୍କ ହେଇପାରେ ବା କୌଣସି ଆମର କ୍ଲାସ ଆକ୍ଟିଭିଟି ହେଇପାରେ ବା କ୍ଲାସରେ କୌଣସି ଆମର ନର୍ମାଲ ଟିଚିଂ ଟାଇମରେ ହେଇପାରେ, ସେ ଆମର ନିଜକୁ ରିପ୍ରେଜେଣ୍ଟ କରିପାରୁଛନ୍ତି। ଆଉ ଯଦି ରିପ୍ରେଜେଣ୍ଟ କରି ନ କରୁଛି ତାକୁ ଷ୍ଟେଜ ରହୁଛି ନା ରନ୍ ଅଫ କନଫ୍ୟୁଜନ ଷ୍ଟେଜ ରହୁଛି। ଏଇ ପ୍ରକାରର ତା ଭିତରେ ଆମର କଣ ହଉଛି, ଆଉ 6 ରୁ 12 ବର୍ଷ ଭିତରେ 12 ରୁ 21 ବର୍ଷ ଭିତରେ ତାର ଏଇ ପ୍ରକାରର ଡେଭଲପମେଣ୍ଟ ହଉଛି। ଆଉ ଏଇ ଏଜ ଟା ବହୁତ ଆମର ଇମ୍ପୋର୍ଟାଣ୍ଟ, କାହିଁକି ନା ତାର ସେ ଯଦି ଆଇଡେଣ୍ଟିଟି ସେ ତିଆରି କରି ନ ପାରୁଛି ନା ରୋଲକୁ କରିପାରେ, ସେ ସବୁ ସେ କଣ କରିବ କଣ ନାହିଁ ସେ ସବୁ ସେ ଡିସାଇଡ କରିପାରେ କାହିଁକି ନା ଦେଖିଥିବ ବହୁତ ପିଲା ଏଇ ଗ୍ରୁପରେ ହିଁ ସେମାନେ ବେଶୀ ଖରାପ ଦିଗକୁ ବି ବେଶୀ ଡିପ୍ରେସନକୁ ବେଶୀ ଯାଇଥାନ୍ତି ଏଇ ଏଜ ଗ୍ରୁପରେ। ସେମାନେ ଯେତେବେଳେ ଦେଖିବ ସେମାନେ ଆଇଡେଣ୍ଟିଟି ଠିକ ଭାବେ ବନେଇ ପାରୁଛନ୍ତି, ତାହେଲେ ସେମାନେ ଠିକ ଅଛନ୍ତି। ଯଦି ତମେ ଦେଖିବ ରୋଲ ଅଫ କନଫ୍ୟୁଜନ ଷ୍ଟେଜରେ ସେମାନେ ଅଛନ୍ତି ବୋଲି ତମେ ଜାଣିବ କେମିତି ନା ଦେଖିବ ଯେତେବେଳେ ସେମାନେ ରୋଲ ଅଫ କନଫ୍ୟୁଜନ ଷ୍ଟେଜକୁ ଯାଇଥିବେ ନା, ସେମାନେ ମା ବାପା ପାଖରେ ଦୂରେଇବା ଆରମ୍ଭ କରିଥିବେ, ଫ୍ୟାମିଲି ସହିତ ମିଶି ଠିକ ଭାବେ ମିଶୁନଥିବେ, ଟିକେ ଏକା ଏକା ରହୁଥିବେ। ଏଇ ପ୍ରକାର ଯଦି ତାଙ୍କ ଭିତରେ ଆକ୍ଟିଭିଟି ଦେଖୁଛ ନା, ତମେ ତାହେଲେ କଣ କହିବ, ତା ନିଜ ଭିତରେ ସେମାନେ ଆମର ଆଇଡେଣ୍ଟିଟି କ୍ରିଏଟ କରିପାରିନାହାନ୍ତି, ଯାହାଫଳରେ ସେମାନେ ରୋଲ ଅଫ କନଫ୍ୟୁଜନ ଷ୍ଟେଜରେ ରହୁଛନ୍ତି କହିପାରିବା। ବୁଝିପାରିଲ କଣ କଥା, କଣ ବୁଝା ପଡୁଛି ତ ସବୁ କଥା। ଆଚ୍ଛା ଆଇଡେଣ୍ଟିଟି ମାନେ କଣ ହଉଛି, 12 ରୁ 21 ବର୍ଷ ପିଲାମାନଙ୍କ ଭିତରେ କଣ ଯେ ଆମର କୋଉ ପିଲା ଭଲ କଣ ତ କଣ ନା ସେ ଯଦି ଠିକ ଭାବେ ଆକ୍ଟିଭିଟି କଲା, ଠିକ ଭାବେ ଯଦି ନିଜକୁ ରିପ୍ରେଜେଣ୍ଟ କରିପାରିଲା, ତାହେଲେ କଣ ହେଲା ସେ ଗୋଟେ ଆଇଡେଣ୍ଟିଟି ତିଆରି କରିବ ନା। ଆଇଡେଣ୍ଟିଟି କଣ ନା ଭଲ ଖରାପ ତାପରେ ଯେକୌଣସି ଖରାପ ତ କେହି ଚାହିଁବେନି, ସବୁ କଣ ଚାହିଁବେ ନା ଭଲ ଆଇଡେଣ୍ଟିଫିକେସନ ସେ ନବା ପାଇଁ ଚାହିଁବେ। ତ ଭଲ ଆଇଡେଣ୍ଟିଫିକେସନ ନବା ପାଇଁ ହେଲେ କଣ 12 ରୁ 21 ସାଧାରଣତଃ କଣ ଏଇଟା ସେ ଏଜୁକେସନ ଫିଲ୍ଡ ଥାଏ ନା କି, ତ ଏଜୁକେସନ ଫିଲ୍ଡ ଏଇଟା ରହୁଛି, ସେ ଆଇଡେଣ୍ଟିଟି ବନେଇବ କେମିତି ନା ରିପ୍ରେଜେଣ୍ଟେସନ କରିବ, ନିଜକୁ ରିପ୍ରେଜେଣ୍ଟ କରିବ। ଏଜୁକେସନ ଫିଲ୍ଡରେ ହଉ ପ୍ରୋଜେକ୍ଟ ୱାର୍କରେ ହଉ ଯେକୌଣସି କ୍ଷେତ୍ରରେ ସେ ଆମର
ଆମ ସୋସାଇଟିରେ ବି ମଧ୍ୟ ତାକୁ ରିପ୍ରେଜେଣ୍ଟ କରିବ। ସୋସାଇଟିରେ ବି ସେଇଭଳିଆ ଭଲ ବିହେଭିୟର ଅନ୍ୟକୁ ଭଲ ବିହେଭିୟର ଦେଖଉଥିବ, ତାହେଲେ ସିଏ ବି କଣ ଆଇଡେଣ୍ଟିଟି ରୂପେ ତିଆରି କରିପାରୁଛି। ଆଉ ଦେଖିବ ଯଦି ଆଇଡେଣ୍ଟିଟି ତିଆରି କରିପାରିଲେ କଣ ମାନେ ସିଏ ଠିକ ରୂପେ କାମ କରୁନାହିଁ, ସେ ତାହେଲେ ଯୋଉ କାମ କରିବା କଥା ସେ କାମ କରୁନାହିଁ, ସିଏ କିଛି ନା କିଛି ଭୁଲ ଷ୍ଟେପ ସେ ନଉଛି। ସାଧାରଣତଃ ଏଇ ଷ୍ଟେଜରେ କଣ କରୁଛି ପିଲାମାନେ ଯୋଉ ଏଫେକ୍ସନ ହେଇଥାଏ, ପିଲାମାନଙ୍କର ଏଇ ଷ୍ଟେଜରେ ଏଫେକ୍ସନ ହେଇଥାଏ, ଲଭ୍ ଆଣ୍ଡ ଏଫେକ୍ସନ କଥା କୁହାଯାଉଛି ଏଇ ଷ୍ଟେଜରେ ହେଇଥାଏ। ଆଉ ସେମାନେ ଏଇ ସମୟରେ ହିଁ ସେମାନେ ସେମାନଙ୍କର ଆଇଡେଣ୍ଟିଟି ତିଆରି କରିବାର କଣ ନା ଏଇ ସମୟଟା ହଉଛି ସେମାନଙ୍କର କଣ ନା ପଢିବା ସମୟ। এই ସମୟରେ ଯଦି ଠିକ ରୂପେ ପଢିଲେ, ଠିକ ରୂପେ ଯଦି ନିଜକୁ ରିପ୍ରେଜେଣ୍ଟ କରିପାରୁଛନ୍ତି, ଠିକ ରୂପେ ଯଦି ବିହେଭିୟରଟା ଆମ ସୋସାଇଟିକୁ ଦେଖେଇ ପାରୁଛନ୍ତି, ସୋସାଇଟି ହଉ ବା ଫ୍ୟାମିଲି ହଉ ବା ଅନ୍ୟ ଷ୍ଟେଜରେ ହଉ, ସେମାନେ ଯଦି ଠିକ ରୂପେ ଦେଖେଇ ପାରୁଛନ୍ତି ତାହେଲେ କଣ ନା ସେମାନଙ୍କର ଆଇଡେଣ୍ଟିଟିଟା ଭଲ ରୂପେ ତିଆରି କରିପାରିବେ। ଆଉ ଦେଖିଲ ଯଦି ତମେ କଣ ନା ସେମାନଙ୍କ ଭିତରେ ଦେଖିଲ କିଛି ଆଇଡେଣ୍ଟିଟି ତିଆରି କରିବା ପାଇଁ କିଛି ସ୍ପେଶାଲ କ୍ୟାରେକ୍ଟର କିଛି ଦେଖିପାରିଲ ନାହିଁ, ତାହେଲେ ସେମାନେ କଣ କରୁଛନ୍ତି ନା ନିଶ୍ଚିତ ଭାବେ ସେମାନଙ୍କର ଯୋଉ ଆକ୍ଟିଭିଟି ୱାର୍କ ରହୁଛି ସେ ଆକ୍ଟିଭିଟି ୱାର୍କକୁ ସେମାନେ କଣ କରୁଛନ୍ତି ନା ଠିକ ରୂପେ କରୁନାହାନ୍ତି। ତ ଯେତେବେଳେ ଠିକ ରୂପେ କରୁନାହାନ୍ତି ତାହେଲେ ତମେ ଜାଣିବ କେମିତି ଠିକ ରୂପେ କରୁଛନ୍ତି କି ନାହିଁ। ଯେତେବେଳେ ଦେଖିବ ପିଲାମାନେ ନିଜର ଆଇଡେଣ୍ଟିଟି ତିଆରି କରୁନଥିବେ ନା, ସେତେବେଳେ ଦେଖିବ ସେମାନଙ୍କ ଭିତରେ ହତାଶ ହବାସ କଣ କରିବେ କଣ ନାହିଁ, ସେମାନେ ବହୁତ ଏଇ ସମୟରେ ବି କଣ କର ରଙ୍ଗ ଷ୍ଟେପ ବି ନେଇଯାନ୍ତି। ଗୋଟେ ଏକ୍ସାମ୍ପଲ ଦେବା ଏଇ ସମୟରେ ପିଲାଙ୍କୁ କଣ କରନ୍ତି, ଯିଏ ଭଲ ରଖିଲା ଠିକ ଅଛି, ଯିଏ ଦେଖିଲା କଣ ହଉଛି ନା ଆଇଡେଣ୍ଟିଟି ହଁ ସିଏ ପାଠରେ ହଉ ସାଠରେ ହଉ ଦେଖିବ ଏଇ ସମୟରେ ପିଲାମାନେ ଆମର ଏଫେକ୍ସନରେ ବେଶୀ ପଢନ୍ତି। ଏଫେକ୍ସନରେ ପଢନ୍ତି କଣ ନା ଆଇଡେଣ୍ଟିଟି ଗୋଟେ କଣ ହଉଛି ନା ସାଧାରଣତଃ ଆମେ ଝିଅ ପୁଅ କଥା ବି କହିପାରିବା ଏଠି। ତ ଲଭରେ ଯେତେବେଳେ ପିଲାଟା ପଢୁଛି ଦେଖିଲା ନା ତାର ଲଭରେ ସେ ଠିକ ରହୁଛି, ଯଦି ଦେଖିଲା ଯୋଉ ଆଶା କରୁଛି ସେଇ ଅନୁସାରେ ଯେତେ ରହୁଛି ତ ଠିକ ଅଛି, ତାର ଆଇଡେଣ୍ଟିଟି ତ ଆମର ଝିଅ ପୁଅ ପାଖରେ ହେଇପାରେ, ପୁଅ ଝିଅ ପାଖରେ ତାର ଆଇଡେଣ୍ଟିଟି ସେ ରହୁଛି ଯଦି ତାର ଠିକ ଅଛି। ଯଦି ସେ ରହୁନାହିଁ ସେ ପୁଣି ରଙ୍ଗ ଷ୍ଟେପ ନେଇଯାଉଛି, ଏମିତି ମରିବା ପର୍ଯ୍ୟନ୍ତ ବି ସେ ଆମର ଷ୍ଟେପ ନେଇଯାଉଛି, ତାହେଲେ ସେତେବେଳେ ସେ କଣ ହଉଛି ରୋଲ ଅଫ କନଫ୍ୟୁଜନ ଷ୍ଟେଜରେ ପଳେଇଯାଉଛି। ଏଇଟାକୁ ବି ମଧ୍ୟ ଆମେ ଗୋଟେ କନସିଡର କରିବା। ତ ସେଇଥିପାଇଁ ଏଇ ଏଜ ଗ୍ରୁପଟା ହଉଛି କୋଉଠି ବହୁତ ଇମ୍ପୋର୍ଟାଣ୍ଟ ଏଜ ଗ୍ରୁପ। ତ ଏଇ ସମୟରେ କଣ କରିବା ପାଇଁ ହବ ନା ଆମର ରୋଲ ଅଫ କନଫ୍ୟୁଜନ ଷ୍ଟେଜରେ ହଉଛି ବୋଲି ଆମେ ଜାଣିବା କେମିତି ନା ସେ ଦେଖିବ ଏକା ଏକା ରହୁଥିବ, ଫ୍ୟାମିଲି ସହିତ ଇନଭଲ୍ଭ ହଉନଥିବ। ଦେଖିବ ବହୁତ ପିଲା ଦେଖିଥିବ ଘରେ ଯଦି ବି ଫଙ୍କସନ ହଉଥିବ ଏଜ ଗ୍ରୁପରେ, ଯେମିତି ରୋଲ ଅଫ କନଫ୍ୟୁଜନ ବା ଆମର ଆଇଡେଣ୍ଟିଟି ଯଦି ନିଜ ତିଆରି କରି ନପାରେ ଠିକ ଭାବେ ସେ ସେଠି ମିଶିବ ନାହିଁ, କୁଣିଆ ଆସିଲେ କୁଣିଆ ଆଗକୁ ଯିବ ନାହିଁ। ଯଦି ଆଇଡେଣ୍ଟିଟି ବନେଇଛି କୁଣିଆ ପାଖକୁ ଯିବ ଠିକ ଅଛି, ଯଦି ନିଜର ଆଇଡେଣ୍ଟିଟି କୁଣିଆ ପାଖରେ ଯଦି ଠିକ ରୂପେ ବନେଇ ନ ପାରୁଛି, ଯଦି କିଛି ଭୁଲ କରୁଛି ତାହେଲେ ସିଏ କଣ କରିବ କୁଣିଆଙ୍କ ଆଗକୁ ଯିବ ନାହିଁ। ସିଏ ନିଜକୁ କଣ ବଡ ବଡ ଆମର ଷ୍ଟେଜ ମାନଙ୍କରେ ସେ କଣ ରିପ୍ରେଜେଣ୍ଟ କରିବା ପାଇଁ ସେ ଚାହିଁବ ନାହିଁ। ତ ସେତେବେଳେ ସିଏ ନିଜକୁ ଏକା ଏକା ରଖିବା ପାଇଁ ଚାହିଁବ, ବାପା ମାଙ୍କ ସହିତ ବେଶୀ ମିଶିବ ନାହିଁ, ସଦାସର୍ବଦା ରୁମରେ କଣ ଥିବ ନା ଏକା ରହୁଥିବ। ତ ଏଇ ପ୍ରକାର ଯଦି ପିଲାମାନଙ୍କ ଭିତରେ ଦେଖୁଛ ନା ତାହେଲେ ପିଲାର ଡେଭଲପମେଣ୍ଟଟା ଠିକ ରୂପେ ହଉନା, ପିଲା ଆଉ ଠିକ ସଠିକ ଦିଗରେ ଯାଉନି ବୋଲି ତମେ ଭାବିପାରିବ। ତ ସେଇ ଅନୁସାରେ ତାକୁ ଟିକେ ସେଇ ସମୟରେ ସତର୍କ ରହି ତା ପାଇଁ ଷ୍ଟେପ ନବ ତମେ ନବ କଣ ମା ବାପାଙ୍କୁ ଏଇ ସମୟରେ ଦେଖିବା ପାଇଁ। ତ ଏଇଟା କହିଛନ୍ତି ଆମର ଇରିକ୍ସନ କହିଛନ୍ତି ଏଇ ପ୍ରକାର ସେମାନଙ୍କ ଭିତରେ ଆମର ଡେଭଲପମେଣ୍ଟାଲ ଚେଞ୍ଜଟା ହେଇଥିଲା, ବୁଝିପାରିଲ ନା? ତାପରେ ଆମର କଣ ହଉଛି ନା 21ରୁ ସାଧାରଣତଃ 30 ବର୍ଷ କରୁଥିଲେ ଆମର 30 ବର୍ଷ କହିପାରିବା କଣ 40 ବର୍ଷ ବି ଦଉଛି ହେଲା। ତ କଣ ଅଛି ଏଇ ବୟସଟା କଣ ହେଇଥାଏ ନା ସାଧାରଣତଃ ଯଦି ଆମର କଣ ଏଇ ଆମର 12 ନା ଗୋଟେ ଏଫେକ୍ସନ ଆସିଥାଏ, କିନ୍ତୁ 21 ବର୍ଷ 30 ବର୍ଷ ଭିତରେ ଆମର ଲଭ ଟା କ୍ରିଏଟ ହେଇଥାଏ। ରିଏଲ ଲଭ ଟା ହିଁ ଷ୍ଟାର୍ଟିଂଟା ହଉଛି ଆମର କଣ ନା 21 ବର୍ଷ ପରେ ହିଁ କୋଉ କୋଉ କ୍ଷେତ୍ରରେ ଅଲଗା ହେଇପାରେ ଅଲଗା, କିନ୍ତୁ ଆମର ସେ କହୁଛନ୍ତି ଲଭ୍ ଆଣ୍ଡ ଏଫେକ୍ସନ ଜଣଙ୍କ ପାଖରେ ଲଭ୍ ଆଉ ଏଫେକ୍ସନ ଟା ଏଇ ସମୟରେ ହିଁ ସେ ପିରିୟଡ ରହୁଛି ଆମର ଇରିକ୍ସନ ମତ ହେଲା କି। ତ ତାହେଲେ ଏଇଟାର ଇଏ ରହୁଛି କଣ ହଉଛି ଆମର ଭର୍ସେସ ରହୁଛି କଣ ଆଇସୋଲେସନ। ସେଠି କଣ ହଉଥିଲା ଜଷ୍ଟ ପ୍ରାଇମେରୀ ଷ୍ଟେଜରେ ରହୁଥିଲା ଆମର ନିଜକୁ ଏକା ରଖିବା ପ୍ରାଇମେରୀ ଷ୍ଟେଜରେ ରହୁଥିଲା, କିନ୍ତୁ ଏଠି ପୁରା କଣ ଯୋଉଟା ମୁଁ ଆଗରୁ କହିଲି ସେଟା ପ୍ରାଇମେରୀ ଷ୍ଟେଜ ନର୍ମାଲି ସେତେ ଜଣା ପଡୁନଥିବ, କିଛି କିଛି ସମୟରେ ମିଶୁଥିବ କିଛି କିଛି ସମୟରେ ମିଶୁନଥିବ ଆମର ରୋଲ ଅଫ କନଫ୍ୟୁଜନ ଷ୍ଟେଜରେ।
କିନ୍ତୁ ଆଇସୋଲେସନ ଷ୍ଟେଜରେ ସମ୍ପୂର୍ଣ୍ଣ ରୂପେ ସେ ଭିନ୍ନ। ଖାଲି ଫଙ୍କସନ ନୁହେଁ, ଏମିତି ନର୍ମାଲ ଡେ ଟୁ ଡେ ଲାଇଫରେ ବୁଝି ସେ କଣ କରିବ ନା ନିଜକୁ ସେପାରେଟ କରିବ। ନିଜେ ଏମିତି କଣ ନା ଏଇ ଏଜ ଗ୍ରୁପରେ ସେ କଣ ଫ୍ରେଣ୍ଡ ସର୍କଲ ସହିତ ସେ ମିଶିକି ରହୁଥିଲା, କିନ୍ତୁ ଆମର ଇଣ୍ଟିମେସି ଭର୍ସେସ ଆଇସୋଲେସନ ଷ୍ଟେଜରେ ସେ କଣ କରିବ, ହଁ ବହି ଯାଉଛି ତାପରେ ସେ ଦେଖି କଣ ହଉଛି ନା ଆମର ହଁ ଭର୍ସଟା କଣ ହବ ହେବ ଏଟା କଣ ହବ ନା ଆକ୍ଟିଭିଟି କଣ ହୁଏ ମ୍ୟାରେଜରେ ହେଲା କି? ତ ଏଇ ସମୟ କଣ ହଉଛି ନା ଆମର ଭର୍ଚୁଟା କଣ ଆସେ ଲଭ୍ ଆସେ ତା ଭିତରେ କଣ କଣ ପ୍ରକାରର ଇଏ ଲେଖାଯାଏ ଉଦ୍ଦୀପନା ଲେଖାଯାଏ ଆଉ ଲଭ୍ ଲେଖାଯାଏ। ଆଉ ଏଇ ସମୟରେ ଆକ୍ଟିଭିଟିଟା କଣ ହେଇଥାଏ ସେଟା ଆମର ମ୍ୟାରେଜଟା ହେଇଥାଏ। ଦେଖିଛ ସବୁ ପ୍ରାୟ ଏଜ ଗ୍ରୁପରେ କଣ ହଉଛି ନା ଆମର 21 ରୁ 30 ବର୍ଷ ଭିତରେ ହିଁ ମ୍ୟାରେଜଟା ଦେଖିବ କଣ ହବ ନା ଯେତେବେଳେ ଦେଖିବ ସେ ଯଦି ଠିକ ରୂପେ ତାର ଡେଭଲପମେଣ୍ଟ ହେଇଯାଉଛି ତାହେଲେ ସେ କଣ କରିବ ସମସ୍ତଙ୍କ ଭିତରେ ମିଳାମିଶା କରୁଥିବ ଠିକ ରୂପେ, ତା ସହିତ ସମସ୍ତଙ୍କ ସହିତ ମିଳାମିଶା କରୁଥିବ, ସମସ୍ତଙ୍କ ସହିତ ମିଶିକରି ରହୁଥିବ, ହସ ଖୁସିରେ ରହୁଥିବ। ଆଉ ଦେଖିବ ଯଦି ତା ଭିତରେ ଡେଭଲପମେଣ୍ଟ ଠିକ ରୂପେ ହଉନାହିଁ କି ଯୋଉ ପ୍ରକାର ଆଶା କରୁଛି ଯଦି ସେ ଆଶାଟା ପୂରଣ ହଉନାହିଁ, ସିଏ ନିଜକୁ ପୁରାପୁରି ଭିନ୍ନ କରିଦେବ, ମାନେ ଦୁନିଆରୁ ସେମିତି ନିଜକୁ ସେ ସମସ୍ତଙ୍କୁ ଗୋଟିଏ ପଟେ ରଖିଥିବ, ଯେମିତି ନିଜକୁ ଅନ୍ୟ ଗୋଟେ ପଟେ ରଖିଥିବ। ଆମର ରୋଲ କନଫ୍ୟୁଜନ ଷ୍ଟେଜରେ କଣ ହଉଥିଲା ସେ କଣ କରିବ କଣ ନାହିଁ ଟିକେ ଦ୍ୱନ୍ଦ୍ୱରେ ରହୁଥିଲା, କିନ୍ତୁ ଏଇ ଷ୍ଟେଜରେ ସିଏ ଆଉ ଦ୍ୱନ୍ଦ୍ୱ ରହିବନି, ପୁରା ନିଜକୁ ସେପାରେଟ କରିଦବ। ମାନେ ସେଟା କହିଲେ ପ୍ରାଇମେରୀ ଷ୍ଟେଜ, କିନ୍ତୁ ଏଇ ଯେ ଏଇ 21 ରୁ 30 ବର୍ଷ ଭିତରେ ଏଇଟା ହଉଛି ପ୍ରାଇମେରୀ ଷ୍ଟେଜ। ତ କଣ ମାନେ ଏଇଟା ଲାଷ୍ଟ ଆମର ନିଜକୁ ସେପାରେସନ କରିବାଟା ଏଇଟା ପୁରା ଚରମ ପଦକ୍ଷେପ ବୋଲି। ତ ଏଇ ପ୍ରକାରର ସେ ଆମର କଣ ହଉଛି ନା ଆମର 21 ରୁ 23 ବର୍ଷ ଭିତରେ କଣ ହଉଥିଲା ଯଦି ସେ ତମର ଡେଭଲପମେଣ୍ଟ ଠିକ ଡେଭଲପମେଣ୍ଟ ହଉଛି, ଯଦି ଯୋଉ ପ୍ରକାରର ଆକ୍ଟିଭିଟି ହବା କଥା ଯଦି ହେଇପାରୁଛି, ତାହେଲେ ସେ କଣ ସମସ୍ତଙ୍କ ସହିତ ନିଜକୁ ମିଶେଇକି ଖାପ ଖୁଆଇକି ଚଳିପାରିବ, ଆଉ ସମସ୍ତଙ୍କ ସହିତ ସେ ମିଶିବା ପାଇଁ ଚାହେଁ। ଆଉ ଯଦି ସେଇ ପ୍ରକାରର ଡେଭଲପମେଣ୍ଟ ତାର ଯଦି କ୍ରିଏଟ ନ କରି, ତାହେଲେ ସେ କଣ ଆଇସୋଲେସନ ନିଜକୁ ସେପାରେସନ କରିଦବ ସମସ୍ତଙ୍କୁ। ତ ଏଇ ସମୟରେ ଆମର କଣ ଭର୍ଚୁଟା କଣ ଆସିଥାଏ ନା ତା ଭିତରେ କଣ ଆଶା ଆସିଥାଏ ନା କଣ ତା ଭିତରେ କୋଉ ପ୍ରକାରର ଉଦ୍ଦୀପନା କ୍ରିଏଟ ହେଲେ ଲଭ୍ ଆସିଥାଏ, ଆଉ ଆକ୍ଟିଭିଟି କଣ ହୁଏ ଏଇ ସମୟରେ ଆମେ ଦେଖିଛୁ ମେନ୍ ଆକ୍ଟିଭିଟି ହଉଛି କଣ ମ୍ୟାରେଜ। ବୁଝିପାରିଲେ କଣ କଥା ଏଇ ଷ୍ଟେଜରେ? ଦେଖ ସାଧାରଣତଃ ଆମେ ଦେଖାଯାଇଛି କଣ 21 ବର୍ଷ 30 ବର୍ଷ ଭିତରେ ଆମର କଣ ହେଇଥାଏ ନା ଇଣ୍ଟିମେସି, ଜଣଙ୍କ ସହିତ କଣ ଜଣଙ୍କ ନିକଟତର ହବା, ତ ସେଇଟା କଣ କହୁଛି ନା ଇଣ୍ଟିମେସି। ଆମର ଆଇସୋଲେସନ ଜଣଙ୍କ ପାଖରେ ଗୋଟେ କଣ ନିଜକୁ ସେପାରେଟ କିଛି କରିଦବ, ସେଇଟା ହଉଛି। ତ ଏଇ ଶ୍ରେଣୀରେ କଣ ହଉଛି ନା ପିଲାର ଯୋଉ ପ୍ରକାର ଇମୋସନାଲ ଡେଭଲପମେଣ୍ଟ ହବା କଥା, ଯୋଉ ପ୍ରକାର ପିଲାମାନଙ୍କର କଣ ହଉଛି ନା ଏଇ ସେମାନଙ୍କ ଭିତରେ ମାଇଣ୍ଡରେ ପଡେ ଆମର କଣ ହଉଛି ଆମର ମାଇଣ୍ଡରେ ତଥା ସୋସିଆଲି ସେମାନଙ୍କ ଉପରେ ଆମର ସୋସାଇଟିରୁ ତାଙ୍କର ଗୋଟେ ଉପରେ ଗୋଟେ ଆକ୍ଟିଭିଟିରେ ଗୋଟେ ରୋଲ ମଡେଲ କ୍ରିଏଟ ହେଇଛି କଣ ନା ଏଇ ସେମାନେ କଣ କରିବେ ନା ଲଭ୍ ବା ଆମର ଜଣଙ୍କ ପାଖରେ ନିକଟତର ହବା ଆରମ୍ଭ କରନ୍ତି, ଯଦି ସେମାନଙ୍କ ଭିତରେ ଡେଭଲପମେଣ୍ଟଟା ଯଦି ଠିକ ରୂପେ ହେଉଛି। ଆଉ ଯଦି ଦେଖିବେ ଇଣ୍ଟିମେସି ହେଇପାରୁନାହାନ୍ତି, ସମସ୍ତଙ୍କ ସହିତ ମିଶି ପାରୁନାହାନ୍ତି, ଆଇଦର ସେଟା ବି କଣ ହେଇପାରେ ଆମର ଫ୍ୟାମିଲି ଗ୍ରୁପ ହେଇପାରେ, ଆମର କଣ ହଉଥିବେ ଇଣ୍ଟିମେସି ସାଧାରଣତଃ କହିଲେ କଣ ଲଭ୍ ଟା ମୁଖ୍ୟତଃ ଏଠି ଦେଖାଯାଉଛି କଣ ନା ଆମର ଯୋଉ ଅନ୍ୟ ପୁଅ ଝିଅ ହେଇପାରନ୍ତି ସେମାନଙ୍କ ଭିତରେ ଲଭ୍ କ୍ରିଏଟ ହେଇଥାଏ, ମେନ୍ ଇଏଟା ଆମର ଏଇ ଏଜ ଗ୍ରୁପରେ ହେଇଥାଏ। ସେମାନେ କଣ ଚାହାନ୍ତି ନା ନିକଟତର ହବ, ପୁଅ ହେଲେ ବି ଝିଅ ନିକଟତର ହବାକୁ ଚାହୁଁଥିବ କଣ ପୁଅ ଝିଅ ପ୍ରତି ଝିଅ ପୁଅ ପ୍ରତି ଏଇ ସମୟରେ ହିଁ ସେ ଆରମ୍ଭ ହବ, ହେଲା କି? ଏମିତି ଅନ୍ୟ ଇଏରେ ବି କଣ ଲଭ୍ ହେଇଥିବ ଆମର ପ୍ରଥମ ପ୍ରାଇମେରୀ ଷ୍ଟେଜରେ କଣ ହଉଥିଲା ମାଙ୍କ ପ୍ରତି ଲଭ୍ କ୍ରିଏଟ ହଉଥିଲା, କିନ୍ତୁ ଏଇ ଷ୍ଟେଜରେ କଣ ହଉଥିବ ନା ସାଧାରଣତଃ ଲଭ୍ ଟା ହଉଛି ଆମର ଅପୋଜିଟ ଜେଣ୍ଡର ପ୍ରତି ଆମର ସେଟା ଇଏ ହଉଛି। ତ ସେତେବେଳେ ସେ ଯଦି ଲଭ୍ ତା ଭିତରେ ଯଦି ଆମର ଭର୍ଚୁଟା ଆସିଯାଉଛି, ତାହେଲେ ସେ କଣ କରିବ ନା ଆମର ସେ ଆମର ଫ୍ରେଣ୍ଡ ପ୍ରତି ବି ହେଇପାରେ, ଖାଲି ଯେ ଆମର ଅପୋଜିଟ ଇଏ ଉପରେ ସେଟା କଥା କହିପାରିବେ ନା, ତ ଫ୍ରେଣ୍ଡ ପ୍ରତି ବି ହେଇପାରେ ଲଭ୍ ଟା, ଲଭ୍ ଆଣ୍ଡ ଆଟ୍ରାକ୍ସନ ଏଟା କହୁଛେ। ତ ଯେତେବେଳେ ଯଦି ବି ହବ ଫ୍ରେଣ୍ଡ ସର୍କଲ ଭିତରେ ବି ହବ, ତାହେଲେ ସେ କଣ କରିବ ନା ନିଜକୁ ସେମାନଙ୍କ ସହିତ ମିଶିକରି ରହିବ। ଏମିତି କଣ ସେମାନଙ୍କର ଏଜ ଗ୍ରୁପ ର କଣ ହଉଥିବେ ନା ଖାଲି ବୟ ଭିତରେ ବି ହେଇପାରେ, ହେଲା କି? ଲଭ୍ ହେଇପାରେ ଯଦି ପୁରା ସାଙ୍ଗ ସାଙ୍ଗ ଯେମିତି ଦୃଢ ସାଙ୍ଗ, ମୋର ପୁରା ଇଣ୍ଟିମେସି ସାଙ୍ଗ ହେଲା ଯେମିତି କହିଲେ ଇଣ୍ଟିମେଟ ଫ୍ରେଣ୍ଡ, ନିକଟତର ଜଣଙ୍କର ନିକଟତର ଭାବ।
ତା ସହିତ ସବୁ କିଛି ସେୟାର କରୁଥିବ। ସିଏ ପୁଅ ସାଙ୍ଗ ବି ହେଇପାରେ, ଝିଅ ସାଙ୍ଗ ହେଇପାରେ, ବା ହଉଛି ଇଏରେ ବି ଜେଣ୍ଡର ବି ଆମର ଲଭ୍ ଟା ବି ହେଇପାରେ। ତ ସେତେବେଳେ ଯଦି ସିଏ ତା ଭିତରେ ଯଦି ଆମର ଯୋଉ ପ୍ରକାର ଡେଭଲପମେଣ୍ଟ ହବାକୁ ଯଦି ହଉଛି, ସେ କଣ କରିବ ସମସ୍ତଙ୍କୁ ମିଳିମିଶି କରିପାରୁଥିବ, ତାର ଇଣ୍ଟିମେସି ଫ୍ରେଣ୍ଡ ସେ କ୍ରିଏଟ କରିପାରୁଥିବ, ଆଉ ସବୁ କିଛି ତା ସହିତ ସେ ସେୟାର କରୁଥିବ। ଆଉ ଯଦି ସେଇ ପ୍ରକାର ନିଜକୁ ଖାପ ଖୁଆଇ ଚଳି ନପାରିବ, ସେତେବେଳେ ସେ କଣ କରିବ ନା, ସେ ନିଜକୁ ଆଇସୋଲେସନ ରଖିବ, ନା ମୁଁ ସେଇ ପ୍ରକାର କରିବି। ସେ ଦେଖିବ ଯଦି ସେ ଯୋଉ ପ୍ରକାରର ଯଦି ସେ କଣ କରିବ ନା, ଜଣଙ୍କ ଆମର ତା ଭିତରେ ଯଦି ଡେଭଲପମେଣ୍ଟ ନ ହଉଛି ନା, ସେ କଣ କରିବ ସମସ୍ତଙ୍କ ସହିତ ମିଶିବା ପାଇଁ ଚାହିଁବ ନାହିଁ। ସେ ସଦା ନିଜକୁ ଏକୁଟିଆ ରଖିବେ। ଏକୁଟିଆ ଖାଲି କଣ ହଉଥିଲା ଆଗରୁ, କଣ ହଉଥିଲା ଖାଲି ମାନେ କଣ ଷ୍ଟେପ ନବା ପାଇଁ ସେ ଚାହୁଁଥିଲା, କିନ୍ତୁ ଏଠି କଣ କରିବ ପୁରା ଷ୍ଟେପ ନେଇକି ହିଁ ସେ ଅଲଗା ରହିବ। ତ ସେଇଟା କଣ ହଉଛି ନା ଆଇସୋଲେସନ, ଇଣ୍ଟିମେସି ଭର୍ସେସ ଆଇସୋଲେସନ। ତ ଯଦି ସେ ନିଜକୁ ଅନ୍ୟ ଜଣଙ୍କ ସହିତ ଖାପ ଖୁଆଇ ଜଣଙ୍କୁ ନିକଟତର ହୋଇପାରୁଛି, ତାହେଲେ ତାର ଇଣ୍ଟିମେସି ଡେଭଲପମେଣ୍ଟ ହଉଛି ବୋଲି କହିପାରିବା, ଡେଭଲପମେଣ୍ଟ ଠିକ ହେଇଛି। ଆଉ ଯଦି ତାର ଯଦି ନ ହେଇପାରୁଛି, ତାହେଲେ ସେ କଣ କରିବ, ତାର ଡେଭଲପମେଣ୍ଟ ଠିକ ଭାବେ ହବନି, ବା ତାର ଯଦି ଯୋଉ ପ୍ରକାର ଆଶା କରୁଛି ସେ ଆଶା ଯଦି ଫୁଲଫିଲ ନ ହଉଛି, ତାହେଲେ ସେ କଣ କରିବ ଡିପ୍ରେସନ କୁ ଯିବ। ଡିପ୍ରେସନ କୁ ଯାଇକି ସେ କଣ କରିବ, ଯୋଉ ଡିପ୍ରେସନ ଷ୍ଟେଜଟା ଅଛି ଏଇଟା। ଲଭ୍ ର ସକ୍ସେସ ହେଇଗଲା, ତାପରେ ଇଣ୍ଟିମେସି ପୁରା କ୍ଲୋଜ ହେଇଯିବ। ଆଉ ଯଦି ସକ୍ସେସ ନ ହେଇପାରୁଛି, ତାହେଲେ ସେ ଆଇସୋଲେସନ ଯିବ। ଆଉ ସକ୍ସେସ ହେଲେ ପୁଣି ସେଟା ମ୍ୟାରେଜ ରୂପ ବି ନେଇପାରେ। ଆଉ ଯଦି ନହେଲା, ସେ ସେମିତି ଆମର ଆଇସୋଲେସନ ପିରିୟଡ ରହିବ। ତ ତା ଭିତରେ ସେତେବେଳେ ଆମର ମ୍ୟାଚୁରିଟିଟା ଆସିଯାଇଥାଏ, ସେ ସେତେବେଳେ ଡିସିସନ ନେବାର ଆମର ମ୍ୟାଚୁରେସନ ଆମର ତା ଭିତରେ ଆସିଯାଇଥାଏ। ତ ସେଇଥିପାଇଁ ଆମର ଦେଖାଯାଇଛି କଣ ଯେ 21-30 ବର୍ଷ ଆମର ମ୍ୟାରେଜ ହେଇଯିବ ଯେ ଆମର ଯୋଉଟା କି ଆର୍ଲି ଏଡଲ୍ଟହୁଡ, ଯେମିତି ଆର୍ଲି ଏଡଲ୍ଟହୁଡ ବି ଯେମିତି କହିଥାଉ ଏଇ ଗୋଟେ କଣ ଆର୍ଲି ଏଡଲ୍ଟହୁଡ ବୋଲି। ଯେତେବେଳେ ଧର ମ୍ୟାଚୁରେସନ କଣ ଷ୍ଟାର୍ଟ ହେଇଥିଲା, ସେତେବେଳେ ସେ ଡିସିସନ ନେଇପାରେ ହଁ ହଁ ଜଣେ ଥିବ ନା ମ୍ୟାରେଜ କରିବା ପାଇଁ ମଧ୍ୟ ଏଇ ସମୟରେ ହିଁ ସେ ଡିସିସନ ନେଇଥାଏ। ଲଭ୍ ମ୍ୟାରେଜ ଏଇ ସମୟରେ ହିଁ ସବୁ ଆମର ଆକ୍ଟିଭିଟି ସବୁ। ତା ପରବର୍ତ୍ତୀ ଷ୍ଟେଜରେ କଣ ହଉଛି ନା, ଆମେ ଯେତେବେଳେ 30 ଦେଖାଯାଇଥିବ ନା, 30 ରୁ 60 ବର୍ଷ ଭିତରେ ନା ଆମର କଣ ଦେଖାଯାଇଛି ଗଲା। ଆଚ୍ଛା, ଏଇ ସମୟରେ ଦେଖିଲ କଣ ହେଲା ନା ମ୍ୟାରେଜ। ଆଚ୍ଛା ମ୍ୟାରେଜ ସେଇ ବହି କରୁଥିଲି। ତ ମ୍ୟାରେଜ ହେଇଗଲା ପରେ ତା ଭିତରେ କଣ ଆସିବ, ଗୋଟେ ଦାୟିତ୍ୱ ଆସିବ। ଦାୟିତ୍ୱ ଆସିବ କଣ କଣ ଦାୟିତ୍ୱ ନା, ସେ କେମିତି ଅନ୍ୟମାନଙ୍କ କେୟାର ନବ। ତା ଉପରେ ପ୍ରେସର ପଡିବ, ସେ କେମିତି କେୟାର ନବ, କେମିତି ଅନ୍ୟର ଯତ୍ନ ନବ। କେୟାର ଟା କାହା ନେଇପାରେ, ମା ବାପାଙ୍କର ହେଇପାରେ, ଆମର ଯୋଉ ମ୍ୟାରେଜ ହେଇଥିବ ସ୍ତ୍ରୀ ହେଇପାରନ୍ତି। ତାପରେ ଗୋଟେ ଦାୟିତ୍ୱ ଆସିଯାଇଥାଏ, ଯୋଉଟା କଣ କରିଥାଏ କଣ କହିଲେ ନା 30 ରୁ ହଁ 30 ରୁ 60 ଯୋଉଟା କି ଆମେ କହୁଛୁ କଣ adulthood। ପୁରା ଯୁବ ଅବସ୍ଥା। ବର୍ତ୍ତମାନ କଣ କହିଲେ ନା ମ୍ୟାରେଜ ସରିଲା, ମ୍ୟାରେଜ ସରିଲା ପରେ କଣ କରିବ, ତାପରେ ଗୋଟେ ପ୍ରେସର ପଡିବ। ସେ କାହାର ପ୍ରେସର ନା ଫ୍ୟାମିଲି ପ୍ରେସର। ଫ୍ୟାମିଲି ପ୍ରେସର, ଫ୍ୟାମିଲି ପ୍ରେସର କଣ କରିବ ନା ଫ୍ୟାମିଲିର କେୟାର ନେବ, ବାପା ମାଙ୍କୁ କେମିତି କେୟାର ନବ, ତା ଉପରେ ଗୋଟେ ପ୍ରେସର ପଡିବ। ତ ଏଇ ସମୟରେ ସେ କଣ କରିବ ନା ଆମର କନଫ୍ଲିକ୍ଟ କାହା ଭିତରେ ଆସିବ ନା,
ଜେନେରାଟିଭିଟି ଆଉ ଆମର ଷ୍ଟାଗ୍ନେସନ। କଣ କରିବ ନା ଦେଖିଲା ଯେଉଁ ପ୍ରକାର ଚଳେଇବା କଥା ଫ୍ୟାମିଲିକୁ ସେ ଚଳେଇ ପାରିଲା ଠିକ ଭାବେ, ଯଦି ସେମାନଙ୍କ କେୟାର ଠିକ ନେଇପାରୁଛେ ତାହେଲେ କିଛି ନାହିଁ, ସେ ହସ ଖୁସିରେ ସମୟକୁ ଅତିବାହିତ କରିଦବ। ଠିକ ଅଛି। ଆଉ ଯଦି ସେ ଚଳେଇ ନ ପାରୁଛି ତାହେଲେ ତା ଭିତରେ ବିଭିନ୍ନ ପ୍ରକାରର ତା ମନରେ ବିଭିନ୍ନ ପ୍ରଶ୍ନ ଆନ୍ଦୋଳିତ କରିବ। ଆନ୍ଦୋଳିତ କରିକି ସେ କଣ କରିବ ନା ଷ୍ଟାଗ୍ନେସନ ପିରିୟଡ ଅଛି। ତ ଷ୍ଟାଗ୍ନେସନ ପିରିୟଡକୁ ଗଲା ପରେ ସେ କଣ କରିବ ନା ବିଭିନ୍ନ ପ୍ରକାରର ମାନେ ତା ଭିତରେ ଗୋଟେ ଚିନ୍ତା, କେମିତି କରିବି, କଣ କଲେ ମୁଁ ସେମାନଙ୍କର କେୟାର ନେବି, ତା ଭିତରେ ବିଭିନ୍ନ ପ୍ରକାର କଣ ମାନସିକ ଦୁଶ୍ଚିନ୍ତା ତା ଭିତରେ ପ୍ରବେଶ କରିକି ତାର ଗଛଟା କଣ ଆସିବ ତା ଭିତରେ ଏଇଆ। ତ ଏଠି କଣ ଆସିବ, ଚିନ୍ତା କଣ ଆସିବ ନା ରେସ୍ପନ୍ସ। ରେସ୍ପନ୍ସିବିଲିଟି ଆସିଯିବ, କେମିତି ସେ ଫ୍ୟାମିଲିର ଭରଣ ପୋଷଣ କରିବ, କେମିତି କେମିତି ତା ଫ୍ୟାମିଲିକୁ ଚଳେଇବ, ସେଇ ପ୍ରକାର ରେସ୍ପନ୍ସିବିଲିଟି ତା ଭିତରେ ବର୍ତ୍ତମାନ ଆମର ଡେଭଲପ ହବ। ଯଦି ଠିକ ରୂପେ ଚଳେଇ ପାରୁଛି ତା ଭିତରେ ତାହେଲେ କଣ ଜେନେରାଲ ହେଇପାରୁଛି, ତାହେଲେ ସାଧାରଣ ଯେମିତି ରହିବା କଥା, ଯେମିତି ବିହେଭିୟର ଅନ୍ୟମାନଙ୍କୁ ଦେଖେଇବା କଥା ସେଇଭଳି ବିହେଭିୟର ଦେଖିବା କଥା। ଯେମିତି ଫ୍ୟାମିଲିକୁ ଚଳେଇବା କେମିତି ଚଳେଇ ନ ପାରୁଛି ତା ଭିତରେ ଫୁଡ ବିହେଭିୟର ଆସିଯିବ, ସେ ନିଷ୍ଠୁରତା ଦେଖେଇବ, ବିରକ୍ତି ଭାବ ଦେଖେଇବ। ଦେଖିବ ବହୁତ ଷ୍ଟେଜରେ କଣ ବହୁତ କ୍ଷେତ୍ରରେ କଣ 30 ବର୍ଷ ଉପରେ ହେଇଥିବେ ନା, ମ୍ୟାରେଜ କରି ଯାଇଥିବେ, ଯଦି ଫ୍ୟାମିଲି ଠିକ ରୂପେ ଚଳେଇ ପାରୁଛି ନା ଖାଲି ଚିड़ଚିଡ଼ା ଦେଖି କଣ ଦେଖୁଥିବେ, ଖାଲି ବିରକ୍ତି ଭାବ ଦେଖୁଥିବେ, ମୋ ସହିତ କଥା ହବନି ଇଏ କାହିଁ, ବିଭିନ୍ନ ପ୍ରକାରର କ୍ୟାଟାଗୋରୀ ସେମାନଙ୍କ ଭିତରେ ଡେଭଲପ ହଉଥିବ। ଏଇ ପ୍ରକାରର ଯଦି ବେବି ଜଣଙ୍କୁ ଯଦି ଦେଖିବ ନା ତମେ ଜାଣିପାରିବ ଯଦି ସେ ଯଦି ସେଇ ଷ୍ଟେଜରେ ଥିବ। ଆଉ ଯଦି ନାହିଁ ଟେନସନ ନାହିଁ, ଯଦି ସେ ଯଦି ଠିକ ରୂପେ ତାଙ୍କ ରେସ୍ପନ୍ସିବିଲିଟି କରିପାରୁଥିବେ, ନିଭେଇ ପାରୁଥିବେ, ତାହେଲେ ସେ କଣ କରିବେ, ତାହେଲେ ନର୍ମାଲି ଯେମିତି ରହିବା କଥା ସେମିତି ରହିବେ, ଆଉ ଜେନେରାଲ ଯେମିତି ରହିବା କଥା ସେଇ ଷ୍ଟେଜରେ ସେମାନେ ରହିବେ। ଆଉ ଯଦି ଯୋଉ ପ୍ରକାରର କାମ କରିବା କଥା, ଯୋଉ ପ୍ରକାରର କଣ ଯାଇଥିବେ ଫ୍ୟାମିଲି ଚଳେଇବା ପାଇଁ, ଅର୍ଥାৎ ଫ୍ୟାମିଲିକୁ ଖାଦ୍ୟ ଦେବା ପାଇଁ, ଖାଦ୍ୟ ବସ୍ତ୍ର ଦେବା ପାଇଁ କଣ ତାଙ୍କ ପାଖରେ ପଇସା ନବ, ସେ ସମୟରେ ସେ ଜେନେରାଲ ଭାବରେ ରହିପାରିବେ, ସାଧାରଣ ଭାବେ ତାଙ୍କ ଜୀବନ ଚର୍ଚ୍ଚା କରିପାରିବେ ନା। ତ ତାଙ୍କ ଭିତରେ ସେତେବେଳେ ଷ୍ଟାଗ୍ନେସନ ସେ କନଭର୍ଟ ହେଇଯିବ, ଜେନେରାଲ ସେ କଣ ଷ୍ଟାଗ୍ନେସନ ପିରିୟଡ ସେ କନଭର୍ଟ ହେଇଯିବ। ସେତେବେଳେ ସେ ଚିଡଚିଡାପଣ ଦେଖେଇବେ, ଆମର ବିଭିନ୍ନ ପ୍ରକାରର କଣ ଫୁଡ ବିହେଭିୟର ଦେଖେଇବେ ସେ। ତ ଏଇ ପ୍ରକାର ଆମ ଭିତରେ ଆମର ଆକ୍ଟିଭିଟି କ୍ଲାସ ସବୁ ଡେଭଲପ ହୁଏ। ତାପରେ ଆମର ଆସୁଛି କଣ ଅଛି 60 ଇୟରକୁ ଏଣ୍ଡ କହୁଛେ ଆକ୍ଟିଭିଟି। ତ ଯେମିତି ଏଇଟାକୁ କହୁଛେ ନା ଲେଟର ଆଡଲ୍ଟହୁଡ। ଆଚ୍ଛା, ଏଇ ପିରିୟଡ ଦେଖିଥିବ କଣ ଆସିଥାଏ, ମାନେ ଦେଖିଥିବ ଘରେ ଯଦି କଣ ଏଇ ଏଜ ଗ୍ରୁପରେ ଯଦି କୌଣସି ଲୋକ ରହୁଛନ୍ତି ତାହେଲେ ତାଙ୍କ ଭିତରେ ଗୋଟେ କଣ ଆସିଥାଏ ନା ଇଣ୍ଟିଗ୍ରିଟି ଆଉ ଡିସଆପିଆର। ନା ଯଦି ଠିକ ରହିଲା ଦେଖ ଏଇ ଜିନିଷ ତମେ ଯଦି ତାଙ୍କୁ ଯଦି ଠିକ ରୂପେ କଣ କହିବ, ଆଉ ତାଙ୍କ କଥା ଯଦି ମାନେ ଯଦି ସେ ଯଦି ତମକୁ କେତେ ସୁନ୍ଦର ଭଲ ଉପଦେଶ ଦେବେ, ତମ ସହିତ ଭଲ ମିଶିକରି ପୁରା ଯେମିତି ପୁରା କଣ ଯେମିତି ଭଗବାନ ଯେମିତି ବକ୍ତବ୍ୟ ଶୁଣିଯିବେ ବା କଣ କରିବେ ନା ଯେମିତି ଗୋଟେ ଭଲ ଏଡଭାଇସମେଣ୍ଟ ତିଆରି କରିବା କଥା ଯେମିତି କରିବା କଥା ସେମାନେ ସେମିତିକା। ଆଉ ସେମାନଙ୍କ ସେତେବେଳେ ଯଦି ତମେ ଇମ୍ପୋର୍ଟାନ୍ସ ଦବ ନା ଏଇ ଏଜ ଗ୍ରୁପରେ ଯଦି ଇମ୍ପୋର୍ଟାନ୍ସ ଦବ, ସେମାନେ ତମକୁ ବହୁତ ପ୍ରଶଂସା ଦେବେ, ତମ ସହିତ ସେମାନେ ଭଲ କି ମିଶିଯିବେ। ଆଉ ଯଦି ଯୋଉ ପ୍ରକାର ସେମାନେ ଆଶା କରୁଛନ୍ତି ସେଇ ପ୍ରକାର ବିହେଭିୟର ତାଙ୍କୁ ନ ଦେଖୁଛନ୍ତି, ବା ଯୋଉ ପ୍ରକାର ସେମାନେ ଆକ୍ଟିଭିଟି ଆଶା କରୁଛନ୍ତି ସେଇ ପ୍ରକାର ଆକ୍ଟିଭିଟି ତମେ ଯଦି ପ୍ରୋଭାଇଡ କରୁଛ ନା, ତାହେଲେ ପୁରା ରାଗିଯିବେ, ପୁରା ସଙ୍ଗେ ସଙ୍ଗେ କିଛି ନାହିଁ ହଠାତ୍ ତମ ଉପରେ ବହୁତ ଜୋରରେ ରାଗିଯିବେ, କିଛି କଥା ନଥିବ ହଠାତ୍ ରାଗିଯିବେ। ସେମାନେ ଯୋଉ ପ୍ରକାର ୱେରେ ସେମାନେ ଭାବୁଥିବେ ନା ସେଇ ପ୍ରକାରର ସେମାନେ କଣ କରୁଥିବେ ନା ତମେ ଯଦି ତାକୁ ପ୍ରୋଭାଇଡ କରିପାରୁଛ ତାହେଲେ ଠିକ ଅଛି, ତମ ପ୍ରତି ବହୁତ ଭଲ ବ୍ୟବହାର କରିବେ। ଆଉ ନହେଲେ ଯଦି ତାଙ୍କ କଥା ଯଦି ନ ମାନିଛ, ଯଦି ସେଇଭଳିଆ ଯଦି କିଛି କଥା ଯଦି ତାକୁ ବାଧି ଯାଇଛି କି କିଛି କଥା ଯଦି ତାକୁ ଭଲ ଲାଗିଥିବ ନା, ସେ କଣ କରିବେ ନା ଆମର ପୁରା ରାଗି ଯାଇକି ତାଙ୍କର ଡିସ୍ପେୟାର ନା ଯୋଉଟା କି ଦେଖେଇବା କଥା ନା ଯୋଉଟା
ତମେ ଆଶା କରିନଥିବ କେବେ ବି ସେଇ ପ୍ରକାରର ଆକ୍ଟିଭିଟି ତମକୁ ଦେଖେଇଛି। ତ ଏଇ ସମୟରେ ଦେଖାଯାଇଛି କଣ ହଉଛି, ସେମାନେ ବହୁତ କିଛି ଆଶା କରିଥାନ୍ତି। ଏଇ ସମୟରେ ସେମାନେ ଆଶା କରିଥାନ୍ତି କାହା ପାଖରୁ ନା ତାଙ୍କର ପିଲାମାନଙ୍କ ପାଖରୁ ବିଭିନ୍ନ ପ୍ରକାର ଆଶା କରନ୍ତି। ସେମାନେ ସବୁବେଳେ ସୁଖ ଶାନ୍ତିର କାହିଁ ସମସ୍ତେ ତାଙ୍କ ସହିତ ମିଳାମିଶା କରୁଥିବେ, ତାଙ୍କୁ ଏମିତି ସେ ୱିଷ୍ଟମର ଭର୍ଚ୍ଚୁଟା ରଖିଥାନ୍ତି ହେଲା, ତାଙ୍କ ମନ ଭିତରେ ୱିଷ୍ଟମର ଆଶା ରଖିଥାନ୍ତି। ତାପରେ ଯଦି ଆକ୍ଟିଭିଟି କଣ ଦେଖାଯାଇଥାଏ ନା ଇଗୋ ସେଣ୍ଟ୍ରିକ, ସବୁବେଳେ ତାଙ୍କୁ ଇମ୍ପୋର୍ଟାଣ୍ଟ ଦବ। ଇମ୍ପୋର୍ଟାଣ୍ଟ ଯଦି ନ ଦଉଛ ତାହେଲେ ସେମାନେ ପୁରା ରାଗିକି ଫାୟାର। ତମେ ତାଙ୍କ ଇମ୍ପୋର୍ଟାଣ୍ଟ ଦେଲ, ତାଙ୍କ କଥା ଯଦି ମାନିଲ, ସେ ଯାହା କହୁଛି ଯଦି ଶୁଣିନେଲ, ବହୁତ ବଢିଆ, ତମକୁ ପୁରା ପ୍ରଶଂସାରେ ପୁରା ରଖିଦେବେ। କଣ ହେଇଛି ଇଗୋ ସେଣ୍ଟ୍ରିକ। इगो सेंट्रिक CENTRC। ତ ତମେ ତମେ ଯଦି ତାଙ୍କ ପାଇଁ ଯଦି ମାନୁଛ ଠିକ ରୂପେ, ତାହେଲେ ସେ ତମ ଉପରେ ପୁରା ବହୁତ ଖୁସି ହେଇକି ତମକୁ ବହୁତ ଭଲ ଭଲ କଥା କହିବେ। ଆଉ ଯଦି ତାଙ୍କ କଥାକୁ କି ତାଙ୍କୁ ଯଦି ପ୍ରଧାନ ନଉଥିବ ତାହେଲେ ସରିଲା ଆଉ। ସିଏ ତମ ଉପରେ ମାନେ ଯେମିତି ସେତେବେଳେ କଣ କୁହାଯାଏ କଣ, ସାଧାରଣତଃ ଗାଁ ଗହଳି ମାନଙ୍କରେ କଣ ସବୁଆଡେ ବି କୁହାଯାଏ କଣ, ପିଲାମାନେ ହଉଛନ୍ତି ଆମର ବୃଦ୍ଧ ମାନେ ହଉଛନ୍ତି କଣ ନା ପିଲା ସଦୃଶ। ପିଲା ଯେମିତି କିଛି ବୁଝେ ନାହିଁ ନା କେତେବେଳେ କଣ କରୁଛି କଣ ନାହିଁ ସେ କିଛି ବୁଝେ ନାହିଁ, ଯେମିତି ଆକ୍ଟିଭିଟି ଗୁଡା ଦେଖାଇଥାଏ ମଣିଷ ବୁଢା ଅବସ୍ଥାରେ ଯେତେବେଳେ ବୟସ ଅଧିକ ହେଇଯାଏ ନା ସେମାନେ ସେଇ ପ୍ରକାର ବିହେଭିୟର ଦେଖାନ୍ତି। ଯଦି ଘରେ ସେଇ ପ୍ରକାର ଏଜ ଗ୍ରୁପରେ ରହୁଥିବେ କେହି, ବହୁତ ଘରେ କଣ ହୁଏ ନା ଆମର ସେଇ ପ୍ରକାର ଆକ୍ଟିଭିଟି ଦେଖାନ୍ତି। ବହୁତ ଘରେ ତ ଏମିତି ହୁଏ କଣ, ଆମର ଯୋଉ ଲୁଗାପଟାରେ ବି ଝାଡା ପରିସ୍ରା ହେଇଯାଏ ନା ଏଇ ଏଜ ଗ୍ରୁପରେ, ସେମାନେ ପୁରା ପିଲା ଭଳିଆ ହେଇଯାନ୍ତି, ଛୋଟ ପିଲା ଭଳିଆ ଯେମିତି ଆକ୍ଟିଭିଟି ଦେଖେ ସେଇଭଳିଆ। ପିଲାକୁ ହଠାତ୍ କଣ ଗୋଟେ କଥା କହିବେ, ତାକୁ ତା ମନକୁ ଯଦି ପାଇଛି ସେ ବହୁତ ଖୁସି ହେଇଯିବ, ତା ମନକୁ ଯଦି ନ ପାଇଥିବ ସେ ବହୁତ ବିରକ୍ତି ହେଇଯିବ, ବହୁତ ଖରାପ ବ୍ୟବହାର ଦେଖେଇବ ତମକୁ। ଆମର ଏଇ ଏଜ ଗ୍ରୁପ ହচ্ছে ସେଇ ପ୍ରକାର। ଏଇ ପ୍ରକାର ଥିଲା ତାଙ୍କର 8ଟା କ୍ୟାଟାଗୋରୀ ଥିଲା, ସେ କ୍ୟାଟାଗୋରୀ ସବୁ ଆମେ ସବୁ ପଢି ଆସିଲୁ। ବୁଝିପାରିଲେ ମୋ କଥା? ତ ଏଟା ବହୁତ ଇମ୍ପୋର୍ଟାଣ୍ଟ। ତାପରେ ହଉଛି ଆମର ଏଜୁକେସନ ଆମର ଇମ୍ପ୍ଲିକେସନ କଣ ରହୁଛି, ଆମର ଏଜୁକେସନ ଉପରେ ତାର କିଛି ଇମ୍ପୋର୍ଟାଣ୍ଟ ରହୁଛି ନା। ଆମେ କଣ କରିବା ନା ଆମର ପିଲାର କଣ କ୍ଷେତ୍ରରେ କଣ ପ୍ରକାରର ଅସୁବିଧା ରହୁଛି ତାକୁ ଆମେ କଣ କରିବା, ଆମର ଆଇଡେଣ୍ଟିଫାଇ କରିକି ତା ପାଇଁ କୋଉ ପ୍ରକାର ଷ୍ଟେପ ନେଇପାରିବା, ଆମେ ସେଥିପାଇଁ ସଜାଗ ହେଇପାରିବା ନାହିଁ। ନହେଲେ କଣ ହବ ନା ପିଲାମାନଙ୍କର କୋଉଠି ଡିସ୍ପ୍ୟୁଟ ରହୁଛି, କୋଉଠି ଆମର ସେମାନଙ୍କର ପ୍ରୋବ୍ଲେମ ରହୁଛି, ତାକୁ ଆମେ ଜାଣିପାରିବା ନାହିଁ। ତ ଏଇ ଆମର ଥିଓରି ମାଧ୍ୟମରେ ଆମେ ତାଙ୍କର ସବୁ ପ୍ରୋବ୍ଲେମ ଟାକୁ ଆଇଡେଣ୍ଟିଫାଇ, ପିଲା କୋଉ ପ୍ରକାର ବିହେଭିୟର ଦେଖୁଛି, କୋଉ ପ୍ରକାରର ଷ୍ଟେଜରେ ରହୁଛି, ସେଇ ଅନୁସାରେ ପିଲାକୁ ବ୍ୟବହାର କରିକି ଆଉ ତାର କେମିତି ଗ୍ରୋଥ ହେଇପାରିବ, ଏଜୁକେସନ ଫିଲ୍ଡରେ କେମିତି ଡେଭଲପମେଣ୍ଟ ହେଇପାରିବ, ତା ପ୍ରତି ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ନେବୁ। ତ ଏଇ ପ୍ରକାର ତାକୁ ବହୁତ ହେଲ୍ପଫୁଲ ହଉଛି। ତ କେମିତି ଆମେ କଣ କରିବା ନା ମିଡିଲ ସ୍କୁଲ ଆମର ପ୍ରାଇମେରୀ ସ୍କୁଲ କ୍ଷେତ୍ରରେ ତାର କୋଉ ପ୍ରକାର ଆକ୍ଟିଭିଟି ରହିବା କଥା ଆମେ ଜାଣିଲୁ ଏଇ ଥିଓରି ମାଧ୍ୟମରେ। ଦେଖିଲେ ଯଦି ସେଇ ପ୍ରକାର ଅଛି ତାହେଲେ ପିଲାକୁ କିଛି ନାହିଁ ଠିକ ଅଛି। ଦେଖିଲେ ଯୋଉ ପ୍ରକାର ଆକ୍ଟିଭିଟି ରହିବା କଥା ଯଦି ନ ରହିଲା, ତା ପାଇଁ କୋଉ ପ୍ରକାର ଷ୍ଟେପ ନିଆଯାଇ ପାରିବ ସେଟା ଶିକ୍ଷକ ଆମର କଣ ସେ ପ୍ରକାରର କୋଉ ପ୍ରକାରର ଆକ୍ଟିଭିଟି ନେଇଯାଇପାରିବ, ତାକୁ କଣ କରିବେ ଶିକ୍ଷକ ସ୍ଥିର କରିବେ ନା ୟା ପାଇଁ ଏଇ ପ୍ରକାର ରେମେଡିଆଲ ନବାକୁ ପଡିବ, ଏଇ ପ୍ରକାରର ଷ୍ଟେପ ନବା ପାଇଁ ହବ, ତାକୁ ଏଇ ପ୍ରକାରର ଆକ୍ଟିଭିଟି ପ୍ରୋଭାଇଡ କରିବେ। ତ ଏଇ ପ୍ରକାରର ଆମର ଏଜୁକେସନ ଫିଲ୍ଡରେ ମଧ୍ୟ ଏଇ ଥିଓରିଟା ବହୁତ ଇମ୍ପୋର୍ଟାଣ୍ଟ ହେଇପାରୁଛି। ତ ଆକ୍ଟିଭିଟି ମାଧ୍ୟମରେ କୋଉ ପ୍ରକାର ଷ୍ଟେଜ ରହୁଛି, କଣ ତାର ଇମ୍ପୋର୍ଟାଣ୍ଟ ରହୁଛି, ତାକୁ ଆମେ ଭଲ କରି ବୁଝିପାରିଲ ମୋ କଥା? ତ ଏହା ଥିଲା ଆମର ଇରିଗେସନଙ୍କ ଥିଓରିର ମୂଳ ଉଦ୍ଦେଶ୍ୟ ବା ମୂଳ କଥା ହେଲା। ଦେଖ ଏଜୁକେସନ ଇମ୍ପ୍ଲିକେସନ ମାନେ କଣ ବୁଝ, ଏଜୁକେସନରେ ଆମେ ଏଇ ଥିଓରିଟା କଣ ମାନେ କେମିତି ତାକୁ ଆମେ ଉପଯୋଗ କରିପାରିବା, ତାକୁ କେମିତି ବ୍ୟବହାର କରିପାରୁଛେ। ଦେଖ ଆମେ ଏଇ ଷ୍ଟେଜରୁ ଆମେ ଜାଣିପାରିଲେ କଣ ନା ଆକ୍ଟିଭିଟି ମାଧ୍ୟମରେ ପିଲା କୋଉ ଷ୍ଟେଜରେ ରହୁଛି, କଣ ଦରକାର ସେ ଆମେ ତ ଜାଣିପାରିବା। ଦେଖିବେ ତମେ କଣ ହବ ନା ପିଲା ଯୋଉ ଷ୍ଟେଜରେ କଣ ପିଲାମାନେ ସବୁ କଣ ଥିବେ ନା ଯେତେବେଳେ ଆମେ କଣ ସ୍କୁଲ ମୁଁ ସାଧାରଣତଃ କହିବା ଆମେ 3 ବର୍ଷ ପରେ ଯାଇକି ସେ ସ୍କୁଲ ଆମର ଆସୁଛି।
ପ୍ରି ସ୍କୁଲ ତାପରେ ସ୍କୁଲ ସ୍କୁଲରେ ଦେଖିବେ କଣ 6 ରୁ ହିଁ ସେ ଆସୁଛି ଯାଇକି ତାପରେ 6 ରୁ 12 କି ଆମର ମ୍ୟାକ୍ସିମମ୍ ମ୍ୟାକ୍ସିମମ୍ କଣ ଅଛି ସ୍କୁଲ ତାପରେ କଲେଜ ତାକୁ ଏଜୁକେସନ ରଖିବେ ଦେଖ ନା 6 ରୁ 21 ବର୍ଷ ଭିତରେ। ତ 6 ରୁ 21 ବର୍ଷ ଭିତରେ ଆମର କ୍ୟାଟାଗୋରୀ ଅଛି। ତ କ୍ୟାଟାଗୋରୀ ୱାଇଜରେ ପିଲାର କୋଉ ପ୍ରକାର ଆକ୍ଟିଭିଟି ରହିବା କଥା ଆମେ ଦେଖିଥିବା ନା। ତ ଦେଖିଲେ ଆମେ କଣ ନା 6 ରୁ 12 ବର୍ଷ ପିଲା ଭିତରେ କଣ ନା ପିଲା ଗେମରେ ନିଜକୁ ଇନଭଲ୍ଭ କରୁଛି। ଠିକ ଅଛି ତାହେଲେ ପିଲା ଇନଭଲ୍ଭ କରିବା କଥା ନିଜକୁ ଇନଭଲ୍ଭ କଲା ଠିକ ଅଛି। ଦେଖିଲେ ଗୋଟେ ପିଲା ନା କଣ କରୁଛି ନା ଜଣେ ପିଲା କଣ କରୁଛି ନା ଖେଳ ପିରିୟଡରେ ଖେଳିବା ପାଇଁ ଯାଉନି। ଖାଲି ଗୋଟେ ତାକୁ ଜଣେ ଅବଜରଭେସନ କଲେ ଦେଖିଲେ କଣ ନା ସେ ଖାଲି ଗୋଟିଏ ଦିନ ନୁହେଁ ଏମିତି ବହୁତ ଦିନ ଯାଉନାହିଁ। ଯାଉନାହିଁ କଣ ପାଇଁ ଏଇ ଏଜ ଗ୍ରୁପରେ ତାର ତ ଯିବାଟା ହଉଛି ତାର ଆକ୍ଟିଭିଟି ତ ଯାଉନାହିଁ କଣ ପାଇଁ ମାନେ ତାର କିଛି ଗୋଟେ ପ୍ରୋବ୍ଲେମ ରହୁଛି। ତା ଭିତରେ କିଛି ଗୋଟେ ଡିପ୍ରେସନ ଥାଉ ବା କୌଣସି ଗୋଟେ ପ୍ରୋବ୍ଲେମ ରହୁଛି ତାକୁ କଣ କରିବେ ତାକୁ ଆଇଡେଣ୍ଟିଫାଇ କରିକି ତାକୁ ଆମେ କଣ କରିବେ ତା ପ୍ରୋବ୍ଲେମ ପାଇଁ ତା ସଲ୍ୟୁସନକୁ ପ୍ରୋଭାଇଡ କରିପାରିବେ। ଯାହା ଫଳରେ ସେଇ ସଲ୍ୟୁସନ ପ୍ରୋଭାଇଡ କଲା ପରେ ତାର ପର୍ସନାଲ ଲାଇଫ ସହିତ ତାର ଏଜୁକେସନ ଲାଇଫଟାକୁ କଣ କରିବେ ଆମେ ମଡିଫାଇ କରିପାରିବା ବା ଡେଭଲପମେଣ୍ଟ କରିପାରିବା। ତ ଏଇଟା ଗୋଟେ ଏଜୁକେସନ କଣ ଅଛି ଏଇ ଥିଓରି ମାଧ୍ୟମରେ ତାକୁ କଣ ଇମ୍ପ୍ଲିକେସନ କରାଯାଉଛି ନା ଇମ୍ପ୍ଲିକେସନ କରାଯାଉଛି। ତ ଏଇ ଥିଓରିଟାକୁ ସେଠି ଇମ୍ପ୍ଲିକେଟ କରାଯାଏ ଯାହା ଫଳରେ କଣ ହେଲା ପିଲାର ପ୍ରୋବ୍ଲେମଟା ସର୍ଟ ଆଉଟ୍ ହେଇଯିବ। ଆଉ ପିଲା ଯୋଉ ପ୍ରକାର ଡେଭଲପମେଣ୍ଟ ଦେଖେଇବା କଥା ସେ ପ୍ରକାର ଦେଖେଇବ। ଖେଳ ଦେଖି ଇନଭଲ୍ଭ ହବ ଖାଲି ଖେଳରେ ଇନଭଲ୍ଭ ହବ ନାହିଁ ସେ ସବୁ ଏଜୁକେସନ ଫିଲ୍ଡରେ ବି ନିଜକୁ ନିୟୋଜିତ କରିବେ। ଗୋଟିଏ ଆକ୍ଟିଭିଟି ଦେଖଉ ନାହିଁ ଠିକ ରୂପେ ମାନେ ତାର ଖାଲି ଗୋଟିଏ ଡିମେରିଟ ବିଭିନ୍ନ ପ୍ରକାର ଡିମେରିଟ ରହିଥାଏ। ତାପରେ କଣ କରିବା ଆମେ ଦେଖ ଏଇ ଷ୍ଟେଜରେ କଣ କରିବା ନା ପିଲା ଦେଖିଲେ ପିଲା ଯଦି ଠିକ ରହିପାରୁଛି ତାହେଲେ କଣ ଦେଖୁଛେ ନା ଆମର ଇଣ୍ଡଷ୍ଟ୍ରି ବର୍ଷ ଇନଫିରିୟରିଟି ଆଇଡେଣ୍ଟି ବର୍ଷ ରୋଲ କନଫ୍ୟୁଜନ ସେଇ ଷ୍ଟେଜରେ ଆମେ କଣ କରିବା ତାର ଆଇଡେଣ୍ଟି ଗୋଟେ ପିଲାଟା ତିଆରି କରିବା ତିଆରି କରିପାରୁଛି ନା ପାରୁନାହିଁ। ପିଲାଟା ଅଷ୍ଟମ ଶ୍ରେଣୀରେ ପଢୁଥିବ ଦେଖିଲା ବେଳକୁ ଏଜୁକେସନ ଫିଲ୍ଡରେ କଣ କରୁଥିବ ସେ ଯୋଗ ବିୟୋଗରେ ଜଏନ୍ ହେଇଥିବ। ତାହେଲେ ପିଲା କଣ କରିଛି ନା ନିଜର ଆଇଡେଣ୍ଟିଟି ଜାଣି ରଖିପାରୁନାହିଁ। ପିଲାଟା କଣ କରିଥିବ ଏଇ କ୍ଲାସରେ ପଢୁଛି ସାଧାରଣ ବିହେଭିୟର ଗୋଟେ ଦେଖୁନ ତାର ତ କଣ ଅଛି ତାର ଆଇଡେଣ୍ଟିଫାଇ ଯେମିତି ଆମର ସୋସାଇଟି ଯେମିତି ଯୋଉ ଆଇଡେଣ୍ଟିଫାଇଟା ଦେଖେଇବା କଥା ତାର ଆଇଡେଣ୍ଟିଫିକେସନ ଠିକ କରିପାରୁନା। ତାହେଲେ କଣ କରିବେ ତାକୁ ସେଇ ପ୍ରକାର ତ ଏଜୁକେସନ ଫିଲ୍ଡରେ ଆମେ ତାକୁ ଏଜୁକେସନ ମାଧ୍ୟମରେ ଆମର ଶିକ୍ଷକ ବିଭିନ୍ନ ପ୍ରକାର ଆକ୍ଟିଭିଟି ପ୍ରୋଭାଇଡ କରିବେ। ତାକୁ କଣ କରିବେ ତା ମେଣ୍ଟାଲି ତାକୁ କଣ କରିବେ ନା ବିଭିନ୍ନ ପ୍ରକାର ୱାର୍କ କରିବା ପାଇଁ କହିବେ ତାକୁ କଣ କରିବେ ତାକୁ ବୁଝେଇବେ ତାକୁ ତା ପାଇଁ ଷ୍ଟେପ ପାଇଁ କଣ କରିବେ ତାକୁ ବିଭିନ୍ନ ପ୍ରକାରର ଗପ ମାଧ୍ୟମରେ ତାକୁ ବୁଝେଇବେ। ତ ସେଇଥିପାଇଁ ତ କଣ କରାଯାଏ ଏଜୁକେସନ ଫିଲ୍ଡରେ ବିଭିନ୍ନ ପ୍ରକାର ଗଳ୍ପ ବହିରେ ମଧ୍ୟ ବହୁତ ପ୍ରାଧାନ୍ୟ ରହିଥାଏ। ଗଳ୍ପ ବହିଟା ଖାଲି କଣ ଟାଇମ ଟାକୁ ଖାଲି ପାସ୍ କରିବାନି ଗଳ୍ପ ମାଧ୍ୟମରେ ଥିବା ଯୋଉ ଜିଷ୍ଟ ପଏଣ୍ଟଟାକୁ ପିଲା ଭିତରେ ପୁରେଇବାଟା ହଉଛି ବଡ କଥା। ଗପ ବହି ଦେଖିଥିବ ଯୋଉ ବିଭିନ୍ନ ପ୍ରକାରର ସବୁ ରଚନା ଦେଖିଥିବ ତ ସେଇଥିପାଇଁ ଆମର ଏଜୁକେସନ ଷ୍ଟ୍ରକ୍ଚର ମଧ୍ୟ ସେଇ ପ୍ରକାର ତିଆରି କରାଯାଇଥାଏ ଯାହା ଫଳରେ ପିଲା ପଢା ପ୍ରତି ଆକ୍ଟିଭେଟ ହବା କଥା ଆମର ପିଲା ପଢା ପ୍ରତି ଆଗ୍ରହ ଦେଖିବା ସହିତ ନିଜକୁ ମଧ୍ୟ ଡେଭଲପ କରିପାରନ୍ତି ଯୋଉ ଷ୍ଟେଜରେ ଯେମିତି ଡେଭଲପ ଆଉ ଥରେ ଥରେ ଯଦି ପିଲା ଠିକ ନିଜକୁ ଡେଭଲପ କରିପାରନ୍ତି ନା ଯୋଉ ଷ୍ଟେଜରେ ଯୋଉ ଡେଭଲପମେଣ୍ଟ ହବା କଥା ଯଦି ଜଣେ ଆଇଡେଣ୍ଟିଫାଇ କ୍ରିଏଟ କରିଦଉଛି ନିଜର ଆଇଡେଣ୍ଟିଫିକେସନ ଯଦି କ୍ରିଏଟ କରିଦଉଛି ଆମର ତାର ଏଜୁକେସନ ଫିଲ୍ଡ ସେ କଣ ଚାହିଁବ ମାନେ ସେ ଆଇଡେଣ୍ଟିଫିକେସନ ଟା କଣ ରକ୍ଷା କରିବା ପାଇଁ ଚାହେଁ ନେଇକି ସେଇଟାକୁ ପୁଣି ଧରେଇ ଦେବା ପାଇଁ ଚାହେଁ। ତ ସେଇ ଅନୁସାରେ ପିଲାକୁ କଣ କରିବା ପିଲା ଦେଖିଲେ ନା ସାଧାରଣତଃ ପଢା କ୍ଷେତ୍ରରେ ସେ କିଛି ୱିକ୍ ହଉଛି ତ ସେଇ କ୍ଷେତ୍ରରେ ଆମେ କଣ କରିବା ନା ହଉ ତୋର ଜଗ ବିୟୋଗ ହଉନା ତୁ ଗୋଟେ କାମ କର ପ୍ରଥମେ କଣ କରିବ ନା ସଂଖ୍ୟା ମାନଙ୍କୁ ଭଲ ଭାବରେ ଜାଣିବ ବଡ ସଂଖ୍ୟା କଣ ସାନ ସଂଖ୍ୟା ଶୀଘ୍ର ଭଲ ଭାବରେ ଜାଣ ତାପରେ ଆମେ ପିଲାକୁ ପିଲା ତ ଜାଣିନି ତାକୁ ରେଖା ମାଧ୍ୟମରେ ତାକୁ ଶିଖେଇବା। ତ ଏଇ ପ୍ରକାର ହେଲେ କଣ କରିବ ନା ସିଏ ଏଜୁକେସନ ଫିଲ୍ଡରେ ନିଜକୁ ମଡିଫାଇ କରିପାରିବ। ତ ଏଇଟା ହଉଛି ଆମର କଣ ହଉଛି ନା ଏଇ ଥିଓରି ମାଧ୍ୟମରେ କାହିଁକି ନା ଆମେ ଦେଖିଲେ ପିଲା ଯୋଉ ପ୍ରକାରର ଏଜୁକେସନ ଫିଲ୍ଡରେ ସେ କଣ କରୁଥିବ ନା ଆମର ଯେତିକି ଜ୍ଞାନ ଆହରଣ କରିବା ସେ ସେଇତିକି ପ୍ରକାର ଜ୍ଞାନ ଆହରଣ କରିପାରିବ ନାହିଁ। ଯଦି ନିଶ୍ଚିତ ରୂପେ ଏଇ କ୍ଲାସ ପାଠ ଯଦି ଜାଣିଥିବ ନିଶ୍ଚିତ ରୂପେ ସେ କଣ ହବ ନା ସମସ୍ତଙ୍କ ଟିଚରଙ୍କ ଆଗରେ ସେ ନିଜେ ପ୍ରଶଂସା ପାଉଥିବ। ତ ଯଦି ସେ ପିଲାମାନେ ଯୋଉ ନର୍ମାଲ ପାଠ ଜାଣିବା ପାଇଁ ସେ ଯଦି ଜାଣିନଥିବେ ତାହେଲେ କଣ ହେଇଥିବ ନା ପିଲାମାନେ ନିଶ୍ଚିତ ରୂପେ ସେମାନଙ୍କର ୱାର୍କଟାକୁ ଠିକ ରୂପେ କରୁନଥିବେ ନା। ତ ସେଇ ଅନୁସାରେ ପିଲା ଯଦି ଏଇ ଖାଲି ଏଜୁକେସନ ଫିଲ୍ଡରେ ୱାର୍କ ଠିକ କରୁନାହିଁ ଅର୍ଥାତ ତାର ଅନ୍ୟ ଫିଲ୍ଡରେ ବି ସେ ୱାର୍କଟା ଠିକ କରି ପାରୁନଥାଇପାରେ। ତ
ତ ସେଇ ଅନୁସାରେ ଯଦି ଆମେ ଗୋଟିଏ ଜାଗାରେ ଯଦି ଆମେ ତାର ୱାର୍କଟାକୁ ଠିକ କରିଦଉଛେ ତାହେଲେ ସେ ଅନ୍ୟ କିଛି ଜାଗାରେ ମଧ୍ୟ ସେଇ ଅନୁସାରେ ରିଲେଟେଡ୍ କରିକି ସେ ତାକୁ ମଡିଫାଇ କରିବେ। ତ ଏଇଟା ତାର ଏଜୁକେସନ ଫିଲ୍ଡରେ ଆମେ ଦେଖୁଛେ। ଆଉ କିଛି କିଛି କ୍ଷେତ୍ରରେ ପିଲା ସପୋର୍ଟ ଆବଶ୍ୟକ କରେ, କିଛି କିଛି କ୍ୱେଶ୍ଚନ କରିପାରୁନଥିବ କିନ୍ତୁ ତାକୁ ଆମେ ଯଦି ଟିକେ ତାକୁ ଯଦି ବୁଝେଇଦବା କି ଟିକେ ସପୋର୍ଟ ଦେଇ ଦଉଛେ ତାକୁ ସେ ଭଲ ଭାବେ ସବୁ ବୁଝିପାରୁଥିବ, ସେଇ ପ୍ରକାର କ୍ୱେଶ୍ଚନକୁ ବହୁତ ଭଲ ଭାବେ କରିବ। ତ ଏଇ ଅନୁସାରେ ଆମ ଷ୍ଟେଜ ଅନୁସାରେ ଆମେ ତାକୁ ଦେଖିକି ତାକୁ ସପୋର୍ଟ ପ୍ରୋଭାଇଡ କରିପାରିବେ। ପିଲାଟା ଗୋଟେ ଡିସିଜନ ନେଇପାରୁନି କଣ କରିବ ଏଜୁକେସନ ଫିଲ୍ଡରେ, ନାଇଁ ଧର ଆମେ କହିବା ଗୋଟେ ଗଣିତରେ ସେ ପିଲାଟା ଜାଣିଛି କରାଯିବ କଣ ଜାଣିଛି, ପ୍ରଥମେ କୋଉଠୁ ଷ୍ଟାର୍ଟ କରିବ ଜାଣିନି, ତ ଆମେ ତାକୁ କଣ କରିବେ ତାକୁ ଟିକେ ହେଲ୍ପ କରିଦବା ନା ଏଇଠୁ ହିଁ ଷ୍ଟାର୍ଟ, ଯାହାଫଳରେ ପିଲାଟା କଣ କରିବ ତାର ଏଜୁକେସନ ଡେଭଲପମେଣ୍ଟ ପୁରା ଭଲ ଭାବେ କରିବେ। ତାକୁ ସପୋର୍ଟ ବି ପ୍ରୋଭାଇଡ କରିପାରିବେ ଆମର ଏଇ ଥିଓରି ମାଧ୍ୟମରେ ନା, ଆମେ ଜାଣିଲୁ ଯେ ତାକୁ ସପୋର୍ଟ ଦେଲେ ବି ସେ ଠିକ ରୂପେ ନିଜକୁ ଆଗେଇ ନେଇଛି। ତ ଏଇଟା ଥିଲା ଆମର। ତାପରେ କଣ ନା ଟିନ୍ ଏଜର ସମୟରେ ପିଲା କଣ ଭୁଲ କରେ କଣ ଠିକ କଲେ ଆମେ ଜାଣିପାରିଲୁ, ପିଲା କୋଉ ପ୍ରକାର ଆକ୍ଟିଭିଟି ଦେଖୁଛି, ସେ ସମସ୍ତଙ୍କ ସହିତ ମିଶିକରି ରହୁଛି ନା ନିଜକୁ ଏକା କରିକି ରହୁଛି। ଦେଖିଲେ ଯଦି ସେ ମିଶିକରି ରହୁଛି ତାହେଲେ କିଛି ନାହିଁ, ପିଲା ଠିକ ଅଛି। ଯଦି ମିଶିକରି ରହୁନାହିଁ ତାହେଲେ କାହିଁକି ମିଶିକରି ରହୁନି, ତା ପାଇଁ କିଛି ଆମେ ଏଜୁକେସନ ଫିଲ୍ଡର ଷ୍ଟେପ ନେବୁ, ତାକୁ କିଛି ଅବଜର୍ଭେସନ କରିବା। ଆଉ ଯଦି ସେ ପିଲା ଏକା ଯେ ଡିପ୍ରେସନ ରହିକି ସେ ପାଠ ପାଖରେ ବି ହିଁ ଫେରିକି ରହିବ, ତ ଏଜୁକେସନ ତାର ଡେଭଲପ ହବ ନା। ଯୋଉ ସ୍କୁଲକୁ ଆସିଥିବ ଏଜୁକେସନ ପାଇଁ, ତାର ଏଜୁକେସନ ତ ଠିକ ରୂପେ ପାଇବନି। ଯଦି ଆମେ ପାଇବ ସେ ନିଜକୁ ସେଇଭଳିଆ ଆମର ଇମ୍ପ୍ରୁଭମେଣ୍ଟ ପାଇପାରିବ। ତ ଟିନ୍ ଏଜର ସହିତ ତାକୁ ସବୁ କଣ ଜଗିପାରିବା, ଆମେ କଣ କଲେ କଣ କରୁଛି କଣ ନାହିଁ ତାର ଆକ୍ଟିଭିଟିରୁ ଆମେ ଜାଣିପାରିବା। ତ ଏଇ ଅନୁସାରେ ଆମର ଏଜୁକେସନକୁ ମଡିଫାଇ କରିପାରିବା ହେଲା। ତ ଏଇଟା ହଉଛି ଏଜୁକେସନ ଇମ୍ପ୍ଲିକେସନର ମେନ୍ ପର୍ପୋଜ। ହଁ